ॐ नमो भगवत्यै मीराम्बिकायै। ଆଜିର ଯେଉଁ କାରିକା 13 ନମ୍ବର, ଏହାର ପୂର୍ବବର୍ତ୍ତୀ କାରିକା ସହିତ ମଧ୍ୟ ସମ୍ପର୍କ ଅଛି। ପୂର୍ବବର୍ତ୍ତୀ କାରିକାରେ ଗୋଟେ କଥା ଥିଲା ଯେ ତୁମେ କେତେ କ'ଣ ପଢ଼ିଛ, କ'ଣ ଶୁଣିଛ, କ'ଣ କହୁଛ, ଏଗୁଡ଼ାକର ଯେତେ ଗୁରୁତ୍ୱ ନାହିଁ। ଆଧ୍ୟାତ୍ମିକ ବିଷୟରେ କ'ଣ ସବୁ ପଢ଼ିଲେ ଶୁଣିଲେ ଏସବୁ, କିନ୍ତୁ ତୁମର ଉପଲବ୍ଧି ସେଇଟା ହେଉଛି ମହତ୍ତ୍ୱପୂର୍ଣ୍ଣ। ସେଇଟା ତୁମର ଅଙ୍ଗର ଗୋଟେ 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 ସ୍ଥାୟୀ ଅଂଶ, ସେଇଟା ତୁମ ଭିତରେ ତୁମ ଗୋଟେ ଅଙ୍ଗ ହେଇଗଲା ଏବଂ ତୁମ ଭିତରେ ସ୍ଥାୟୀ ହେଇକି ରହିଲା। ସେଇଟା ତୁମର ଗୋଟେ ସମ୍ପଦ ଏବଂ ସେଇଟା ହିଁ ତୁମର ନିଜସ୍ୱତା, ସେଇଟା ହିଁ ତୁମର ବଳ, ସେଇଟା ହିଁ ତୁମର ଯଥାର୍ଥ ଜ୍ଞାନ। କିନ୍ତୁ ଆମ ଚାରିପାଖରେ ଯେଉଁ ସମାଜ ଅଛି, ସାଧାରଣ ବୁଦ୍ଧି ଅହମ୍ ବୁଦ୍ଧି ଦ୍ୱାରା ପରିଚାଳିତ ଯେଉଁ ବୃହତ୍ତର ସମାଜ ଅଛି, ଆମେ ସାଧାରଣ ଲୋକମାନେ, ବିଶେଷ କରି ଯେଉଁମାନେ ଆଧ୍ୟାତ୍ମିକ କ୍ଷେତ୍ରକୁ ଆସୁଛନ୍ତି, ସେମାନେ ତ ଗୋଟେ ସେଇ ଚେତନାରେ ଅଛନ୍ତି। ଆମେ ବେଳେବେଳେ ତାଙ୍କ କଥାରେ ପ୍ରଭାବିତ ହୋଇଯାଏ ଏବଂ ଧୀରେ ଧୀରେ ଆମର ଅନେକ କଥା ମଧ୍ୟ ପୁଣି ଆମର ସେସବୁ ଜିନିଷ ପୁଣି ଆହୁରି ଆମେ ତାକୁ ଗୁରୁତ୍ୱ ଦିଏନା, କିନ୍ତୁ ଆମେ ସେସବୁ ଜିନିଷଟା ଆହୁରି ଟିକେ ଲଘୁ ହୋଇଯାଏ। ଆମେ ପୁଣି ପ୍ରଭାବିତ ହୋଇଯାଉ ଆଉ ଯେଉଁ ଗ୍ରେଟର ସର୍କଲ୍ ଅଛି, ଆମ ଚାରିପାଖରେ ଯେଉଁ ବୃହତ୍ତର ସମାଜ ଅଛି। ତେବେ ଉପଲବ୍ଧିଟା ଏମିତି ଦିନକରେ ଏତେ ସହଜରେ ଆସେ ନା। ଯେଉଁ ବୁଦ୍ଧି ଦ୍ୱାରା ପରିଚାଳିତ ହେଉଥିବା ମଣିଷଟା, ତାର ଦୁନିଆ ତ ଅଛି, ଅନେକ ଲୋକ ତ ସେଇ ଦୁନିଆରେ ବାସ କରୁଛନ୍ତି, କିନ୍ତୁ ଆମର ହୃଦୟର ଗଭୀରରେ ଆଉ ଗୋଟେ ଉଚ୍ଚତର ସତ୍ତା ଅଛି। ଏବଂ ବୁଦ୍ଧି ସବୁଠୁ ବଡ଼ କ୍ଷମତାବାନ ଲୋକ ନୁହଁ। ଆଉ ବୁଦ୍ଧି ପ୍ରଜ୍ଞା ଭିତରେ କ'ଣ ପ୍ରଭେଦ, ଏ ତ 12ଟି କାରିକାରେ ଏସବୁ କଥା ତାର ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା ହେଇଯାଇଛି। ତେବେ ବୁଦ୍ଧି ଏବଂ ପ୍ରଜ୍ଞା, ଏହି ଯେଉଁ ଆରୋହଣ, ପ୍ରଜ୍ଞା ହେଉଛି ବିଶାଳ ଏବଂ ତାହା ଆତ୍ମାର ଦୃଷ୍ଟି ଏବଂ ଆତ୍ମାର ଚେତନା, ଆତ୍ମାର ଜ୍ଞାନ। ସେଇ ଭୂମିକୁ ଉନ୍ନୀତ ହେବା ପାଇଁ ହେଲେ ଆମ ଭିତରେ ଆଉ ଗୋଟେ ବୃହତ୍ତର ଶକ୍ତି ଅଛି, ଯେଉଁଟା ହେଉଛି ବିଶ୍ୱାସ। ଏବଂ ବିଶ୍ୱାସ ଆଉ ଆମର ସାଧନାକୁ ବା ଆମର ଯେଉଁ ଆଧ୍ୟାତ୍ମିକ ସାଧନାର ଯେଉଁ ପଦ୍ଧତି ଅଛି, ମନେକର ସେଇଟା ଶ୍ରୀନାଥ ଶ୍ରୀଅରବିନ୍ଦଙ୍କ ଭାଷାରେ ଯେଉଁ ଆସ୍ପୃହା ପ୍ରତ୍ୟାଖ୍ୟାନ ସମର୍ପଣ, ଆମେ ସେ ଉଚ୍ଚତର ଜିନିଷକୁ ତୀବ୍ର ଭାବରେ ଚାହିଁବା ଏବଂ ଯାହା ତାର ପ୍ରତିରୋଧୀ, ଯାହାର ବିରୋଧୀ, ତାକୁ ପ୍ରତ୍ୟାଖ୍ୟାନ କରିବା ଏବଂ ସେଇ ଶକ୍ତି ନିକଟରେ ସମର୍ପଣ କରିବା। ଏଇଟା ଯେତେ ନିଷ୍ଠାର ସହ କରିବା ଆଉ ବିଶ୍ୱାସର ସହ କରିବା ଯେ ସେଇ ଆତ୍ମା ବା ସେ ପ୍ରଜ୍ଞା ମୋ ହୃଦୟ ଗଭୀରରେ ଅଛି, ଏଇଟା ଆଉ ବୁଦ୍ଧି ବା ତର୍କର ବିଷୟ ନୁହଁ। ଏଇଟା ତ ବୁଦ୍ଧିର ଉର୍ଦ୍ଧ୍ୱର କଥା, ୟା ବୁଦ୍ଧି ପରତସ୍ତୁ ସାହା। ତେଣୁ ସେ ଯେ ବୁଦ୍ଧିର ଉର୍ଦ୍ଧ୍ୱରେ ଅଛନ୍ତି, ତାଙ୍କ ପ୍ରତି ମୋର ବିଶ୍ୱାସ ଆଉ ଆନ୍ତରିକତା ଏବଂ ସମର୍ପଣ। ଏ ବିଶ୍ୱାସ, ଆନ୍ତରିକତା, ସମର୍ପଣ, ଏଇ ତିନିଟା ହେଉଛି ଆତ୍ମାର ଗୁଣ। ଏଇ ତିନିଟା ଭଗବାନଙ୍କର ଗୁଣ, ଆତ୍ମାର ଗୁଣ। ଏବଂ ସେଇ ଶକ୍ତି ଦ୍ୱାରା ତାକୁ ଅବଲମ୍ବନ କରି ମୁଁ ମୋର ସାଧନା ଚାଲୁ ରଖିଲେ ଏବଂ ସେ ଉଚ୍ଚତର ଲୋକର କିଛି ପ୍ରଭାବ ଏବଂ ମୋ ମନ ପ୍ରାଣ ଉପରେ ପଡ଼ିପାରିବ ଏବଂ ସେଇଥିରୁ ଯେଉଁ ପ୍ରକାର ଅନୁଭୂତି ହୁଏ, ଧୀରେ ଧୀରେ ଅନୁଭୂତି ସେଇଭଳି ହିଁ ଆସେ। ତାପରେ ଧୀରେ ଧୀରେ ଆମେ ଗଭୀରକୁ ପ୍ରବେଶ କରେ ଏବଂ ସେଥିରେ ପୁଣି ଭଗବତ କୃପାର ସାହାଯ୍ୟ ମଧ୍ୟ ରହିଛି। ତ ଆଜିକାର କାରିକା ହେଉଛି, ଯେତେବେଳେ ଏଇଭଳି ଆଧାର କେତେ ଶୁଦ୍ଧ ହେଲେ, ଉନ୍ମୁକ୍ତ ହେଲେ, ସମର୍ପିତ ହେଲେ, ପୁଣି ଦୃଢ଼ ବିଶ୍ୱାସ ରଖିଲେ ଏଇ ଅନୁଭୂତି ଟିକେ ଆସେ। ଏମିତି ରାତାରାତି ଲମ୍ବା ଧାଡ଼ି ହେଲା ଭଳି କିଛି କଥା ନାହିଁ। କିନ୍ତୁ ଏଇଠି ସେଇ ବୁଦ୍ଧିରେ ବାସ କରୁଥିବା ଲୋକ ଯଦି ଏଇଭଳି କିଛି ଅତୀନ୍ଦ୍ରିୟ ଉପଲବ୍ଧି କାହାର ଘଟିଥାଏ, ସେ ଲୋକ ଯଦି ତାର ଏଇ ଉପଲବ୍ଧିର କଥା କାହାକୁ କୁହେ, ଆଉ ଶୁଣୁଥିବା ଲୋକଟି ଯଦି ବୁଦ୍ଧିବାଦୀ ଶ୍ରେଣୀର ଲୋକ, ସିଏ ଏଇ କଥାଟାକୁ ଖାତିର କରେ ନା, ଏଇ କଥାଟାକୁ ଗ୍ରହଣ କରେ ନା। ଏବଂ ଏଇଠି ଗୋଟେ ଟର୍ମ ବ୍ୟବହାର କରାଯାଏ, ସେଟା ମନୋବିଜ୍ଞାନରେ ଅଛି, ବିଜ୍ଞାନରେ ଅଛି। ସେ ଟର୍ମଟା ହେଉଛି ହାଲୁସିନେସନ୍।
ए हालुसिनेशन को लेकर आज 3टा कारिका अच्छी हालुसिनेशन जे ये तार मुंड खराब कि कौन सी गोटे यहाँ तार गोटे दृष्टि विभ्रम ये गोटे कौन स्वप्न टप्न कौन गोटे कौन कौन गोटे देखी देखी पकई कौन गोटे करमती सेमती एमती देखली सेमती देखली जोटा एकदम वास्तव जगतर कथा नुह आउ कौन कौन गोटे एमती गोटे बिलबिली हला भली गोटे कौन गोटे एमती कहूँ तो यही प्रकार विरोध मध्य अच्छी बुद्धिर आध्यात्मिक जिनस तार एमती विरोध अच्छी ये मंतव्य अच्छी बहु भाव ये आमको सावधान होगा पड़ो अब जड़े जदि यहाँ तिरस्कार करवा बेखातिर करवा यहाँ अटहास्य कहला आमर द्वारा क्षुण्ण हबार किसी ना जे आध्यात्मिक पथर पथिक अरे मु गोटे कथा देखी गोटे अतीन्द्रिय जिनस स्पर्श पाई जो भगवान को मुझे विश्वास करे स्वप्न हो कि मोर कौन हो तांकर कृपा तांकर गोटे रूप दर्शन हो बा तांकर कौन सी गोटे उच्चतर ज्ञानर स्फुरण हो कि गोटे आनंदर स्फुरण हो कि तांकर कौन सी गोटे कृपा हो साहाय्य हो मुझे पाइछि ये जोटा मु पाइछि एटा मोर संपद एवं मु से जगत प्रति मोर गोटे संपर्क रही गोटे संपर्क स्थापन तो है एवं यहीटा को सी जेते निकृष्टतार करटा को जेते सी तुच्छताच्छल्य करी जहाँ कहले मुद्दर प्रभावित हेबी नहीं एवं यहाँ मोर यहाँ हूँ मोर मत गोटे सपोर्ट ये कथाटा को श्री अरविंद जे आमे आमे केबे अन्य लोक सहित आमर भीतर जो अंतरर अनुभूति कथाटा को आम तुलना करवा ना तार है कि नई था मोर तो होती मु तो किसी तार स्पर्श पाई सेटा को मध्य मु मोर संपद करी करके मु रखी एवं से विरोधी मत द्वारा मु प्रभावित हेबी ना एवं एभली विरोध मत पोषण करवा मत गोटे स्वाभाविक कथा से गुड़ा कथा किसी तार विषय किसी प्रवेश ना कौन से अभ्यास ना आउ सी जो जगत अच्छी जो चेतनार अच्छी सी से भाई कथा कह ये कथा को लेकर आमर ये आज कारिका एवं यह अति गुरुत्वपूर्ण विषय They told me these things are hallucinations. I inquired what was a hallucination and found that it meant a subjective or psychological experience which corresponds to no objective or no physical reality. Then I sat and wondered at the miracles of the human reason. तेबे आफोरिजम टीर ओडिया अनुवाद पढ़िबे से माने मोते कहिले ए सबु दृष्टि विभ्रम बोइले कौन मु तार संधान नहीं बुझिली जे ताहा कौनसी व्यक्ति निर्भर बा आशगत बा सूक्ष्म चेतनागत अभिज्ञता जार व्यक्ति निरपेक्ष बा स्थूल वास्तवता सह कौन से संपर्क नहीं मनीषर जुक्ति केते विस्मयकर अघटन देखाई पारे ताई भावी मु चमत्कृत हेली। श्री अरविंद गोटे बुद्धिवादी लोकर ये मंतव्य ऊपर गोटे व्यंग करी कहिसंती अरे कि बुद्धि तो एठी जे हालुसिनेशंस एटा आमे पढ़िला बेलू मध्य आम सेते बेलू गोटे हिप्पी दल बाहर थे से ए हिप्पी वाला प्रकृत में 1960 मसीह बाहर सी कौन कि ना अमेरिकार सब युव गोष्ठी भितर एभली गोटे विद्रोह मनोभाव जहाँ जो व्यवस्था अच्छी से मैंने किसी गोटे आम गोटे नुआ अभिज्ञता नुआ धरण जहाँ एस्टाब्लिश्ड जहाँ प्रतिष्ठित से सन्तुष्ट नुहति एवं अमेरिका जेहेतु गोटे एफ्लुएंट सोसाइटी गोटे पिलाटे तार जीवन में जहाँ खाइबा कथा ता इंद्रिय जिते प्रकार इंद्रिय अच्छे तार तृप्ति जहाँ करिया कथा खूब कम बयस से सब करगला अरे आउ कौन भोग करिया कौन अच्छे। द्वितीय कथा जो समाजर जो गोटे निर्दिष्ट छांच बा श्रृंखला बा व्यवस्था से गुड़ा से मानले जेहेतु गोटे उच्चतर शक्तिर अवतरण घटिला एवं तांको भितर गोटे आउ गोटे भिन्न जीवन भिन्न कथा ता बाट पाई नाहांती किंतु तार चाप तार प्रभाव से मैंने सोशल सामाजिक व्यवस्था को मानले से लंबा लंबा केश छाड़ी तापर से अद्भुत पोशाक आम ओडिशा पड़िशा विभिन्न भारत विभिन्न जगह को से बाला सब आड़े बुली
पुओ झील सी जी जहाँ सहित मिसला जी जहाँ सहित कौटे केत कौटे रास्ता घाट कौटे शोले कौटे कौन खाइले तांकर किसी आउ ड्रग्स सेवन करती एलएसडी ना कौन गोटे ड्रग्स खाती से ड्रग्स खाइले तांकु सब विभिन्न प्रकार कथा जमी गोटे मदुआ लोक निशा खाଇବା लोक सी केत भाव स्वर्ग अच्छी सी भाव मु इंद्र सी भाव मु प्रधानमंत्री सी भाव मु जज सी जहाँ था मस्तिष्क कौन सब ये से निशा खाया पर तार सब कौन सब परिवर्तन सब हुए तार ये ताको विभिन्न विभिन्न कथा सब विभिन्न दुनिया विभिन्न जगत विभिन्न रंग ये सब देखा जाए तो यहाँ भी गोटे हालुसिनेसन ये हालुसिनेसन गोटे गोटे चित्त विकृति गोटे मस्तिष्क विकृति हेले भी गोटे मस्तिष्क भ्रम बा गोटे तार जो मानसिक भ्रम सेटा भी मध्य हालुसिनेसन आटा कि ताकू नहीं जो दृष्टिगत भ्रम दृष्टि विभ्रम ता मध्य हालुसिनेसन तो सेमितिका गोटे लोकर जे आध्यात्मिक पथर जड़े आध्यात्मिक लोकर जदि सेमती किसी अतीन्द्रिय बा अद्भुत बा किसी सेमती अनुभूति हेउथाए आ से जदि सेटा को प्रकाश करे जड़े बुद्धिवादी लोक यहाँ भी हालुसिनेसन बोली धरला जेड़ा अवास्तव कथा एड़ा सब ये तो कौन तो एमती गोटे कौन कौन गोटे देख किसी ये गुड़ाक सब ठीक ना गोटे छोट पिला भी मतलब जहाँ भितर से प्रकार स्वच्छता अच्छी जहाँ भितर जार मन प्राण शरीर में स्वच्छता अच्छी अंतर्दृष्टि अच्छी भितर बेले बेले पिला स्वप्न भी बहुत अद्भुत कथा देखती एवं जो मान साइकिक ओपनिंग अच्छी से पे बहुत कथा सब अद्भुत कथा देखते कहीं चेतन से बहुत आहरी आगे बयस छोट होता है कि चेतन बहुत आगे अच्छा ना तेणु एनिवे तो यही कथाटा यहीटा हूँ गोटे श्रीअरविंद कहते मुझे कईर कौन ये हालुसिनेसन से कहले मुझे विषय गभीर भाव अनुधान कली मुझे कहली सेटा हालुसिनेसन कहले कौन यहाँ गोटे टर्म से साइकोलॉजी रे विज्ञान सब टर्मटा अच्छे यहाँ कहे इट मेंट ए सब्जेक्टिव और साइकिकल एक्सपीरियंस ये जोटा दुटा शब्द सब्जेक्टिव एंड साइकिकल एक्सपीरियंस कौन ये कथाटा जमी आम गोटे वाक्य गठन गोटे सब्जेक्ट अच्छे गोटे प्रेडिकेट अच्छे सब्जेक्ट है कर्ता हाँ सेमती मो भितर मु मनीषटा गोटे मल्टीपल बीइंग मो भितर कर्ता किए एपर्यंत मु मोर अहम बुद्धि को मोर बाह्य सत्ताटा को मोर अहम को मोर अहम बुद्धि को कर्ता बोली भावुची प्रकृत में असल कर्ता जन गभीर अच्छा मोर आत्मा प्रकृत होती प्रकृत कर्ता इज द ट्रुथ बीइंग सी हूँ मोर यथार्थ सत्ता मोर यथार्थ सत्ता जी है सी कर्ता ना जमी गोटे वाक्य सब्जेक्ट तापर प्रेडिकेट सब्जेक्ट कर्ता जहाँ कमांड कर से जहाँ कह से अनुजाई हम ना एवं सी जहाँ को माने ता भीतर जहाँ को प्रकाश कर सी हूँ तार एक क्षुद्र बा तार गोटे सीमित गोटे अंग ना किंतु कर्ता हेले आत्मा अच्छा जेहेतु मो भीतर अंतरात्मा अच्छा सी बहुत उच्चतर स्तर सत्ता बा सी होती से भगवान सनातन अंश सी सच्चिदानंद आउ जो अधस्तन सत्ता मो भीतर अच्छी खाली तो मन प्राण शरीर आत्मा एमती नुह ना ये जोटा को मन प्राण शरीर कहूँ यहाँ मोर बाह्य मन बाह्य प्राण बाह्य शरीर या पश्चात सूक्ष्म मन सूक्ष्म प्राण सूक्ष्म शरीर अच्छी एवं सेमाने आत्मार संदेश आत्मार प्रभाव आत्मार वार्ताटा को सेमाने बेस बुझी पारती धरी पारती एवं किंतु ये जो बाह्य मन बाह्य प्राण बाह्य शरीर यहाँ बहुत विकृत अवस्था अच्छी तो ये ठीक भाव में अनुभव करें साधना कले मन प्राण शरीर बाह्य मन प्राण शरीर शुद्ध हेले समर्पित हेले अंतर्मुख हेले किछि प्रभाव तापर पड़े से अतीन्द्रिय जगतर बा से आत्मार किछि प्रभाव पड़े तो से जो प्रभाव पड़िया फल सी जो ता भितर नूतन अनुभूति आसला सेटा प्रकृत से हालुसिनेसन कहले सेटा बुझुंट से प्रकार अनुभूति सब लोक हेनी जे साधक एवं जे गोटे श्रृंखला को अवलंबन करुच्ची एवं बहुत दिन पर तार सेमती आधारगत शुद्धता हेले जाकि अनुभूति हम ना सब लोक अनुभूति हो श्रीअरविंद कहते मुझे बुझिले जे यहीटा को सेमाने हालुसिनेसन बोली कहते अच्छा तापर सब्जेक्टिव एंड साइकिकल एक्सपीरियंस साइकिक रु साइकिकल
ଯେ ଯେମିତି ମାନେ ସେଟା କେନ ଉପନିଷଦରେ ଅଛି, ସିଏ ହେଲେ ମନର ମନ ମାନସ୍ୟ ମନୁ ବାଚୋହ ବାଚମ ସହ ସବୁ ପ୍ରାଣସ୍ୟ ପ୍ରାଣ। ସିଏ ପ୍ରାଣର ପ୍ରାଣ, ମନର ମନ, ବାଣୀର ବାଣୀ। ଅର୍ଥାତ୍ ଏ ଯେଉଁ କଥା ଆମେ କହୁଛୁ ବା ଶୁଣୁଛୁ, ତାଙ୍କ କଥାଟା ଆହୁରି ଉଚ୍ଚ କୋଟିର, ଆହୁରି ସତ୍ୟ ଉପରେ ଆଧାରିତ, ଆହୁରି ଉତ୍କୃଷ୍ଟ, ଆହୁରି ସୂକ୍ଷ୍ମ। ଏ ପ୍ରାଣଠୁ ସେ ପ୍ରାଣ ଆହୁରି ଉତ୍କୃଷ୍ଟତର, ଏଇ ମନଠୁ ସେ ମନ, ତାଙ୍କର ମନଟା ଆହୁରି ଉତ୍କୃଷ୍ଟତର। ତ ସିଏ ହିଁ ଅନ୍ତରାତ୍ମାଙ୍କର ଯଥାର୍ଥ ଯନ୍ତ୍ର ଏବଂ ଆମ ଏ ବାହ୍ୟ ସତ୍ତାଟା ପ୍ରକୃତରେ ବିକୃତ। ତେଣୁ ଏଇ ଯେଉଁ ଅନୁଭୂତି ଗୁଡ଼ାକ ଆସେ ବେଳେବେଳେ, ସେଇଟାକୁ ତଥାକଥିତ ମନୋବିଜ୍ଞାନୀ ବା ସେମାନେ ଏଟାକୁ କହୁଛନ୍ତି ଏଟା ହାଲୁସିନେସନ୍। ପ୍ରକୃତ ଏଟା ଗୋଟେ ଉଚ୍ଚତର ଜିନିଷ ଏବଂ ସିଏ ଗୋଟେ ଇଭଲ୍ୟୁସନ୍ ଅଫ୍ ଦି ସ୍ପିରିଚୁଆଲ ମ୍ୟାନ୍, ଯେଉଁଟା ଯେ ବର୍ତ୍ତମାନ ଯେଉଁ ବୁଦ୍ଧିର ଯୁଗ ଅନ୍ତ ହେଇଯାଉଛି ଏବଂ ଆତ୍ମାର ଯୁଗ ଆରମ୍ଭ ହେଉଛି, ଇଭଲ୍ୟୁସନ୍ ଅଫ୍ ଦି ସ୍ପିରିଚୁଆଲ ମ୍ୟାନ୍ ଆରମ୍ଭ ହେଉଛି। ଏବଂ ଏହି ସ୍ତରରେ ବୁଦ୍ଧିଠୁ ଆହୁରି ଉଚ୍ଚ କୋଟିର ସବୁ ବିଭିନ୍ନ ପ୍ରକାର ଅଭିଜ୍ଞତା ଏସବୁ ଆସିବ। ଏବଂ ସେଟାକୁ କ'ଣ ସେ ଲୋକ ଏମିତି ହାଲୁସିନେସନ୍ କହିକି ଉଡ଼େଇ ଦେବ ଯଦି ସେଇଟାକୁ ଆମେ ଗ୍ରହଣ କରିବା। ଏବଂ then I sat and wondered at the miracles of the human reason. ଆରେ ମଣିଷର ବୁଦ୍ଧି ଦେଖରେ ତାର ଚମତ୍କାରିତା, ସିଏ ଏଇଟାକୁ ପୁରା ଉଡ଼େଇ ଦେଉଛି ଗୋଟେ ହାଲୁସିନେସନ୍ ବୋଲି ଶବ୍ଦ ବ୍ୟବହାର କରିକିରି ଏଇଟାକୁ ସେ ମାନେ ବେଖାତିର କରି କାଟି ଦେଉଛି ଯେ ଏଗୁଡ଼ାକ ସବୁ ଅବାସ୍ତବ କଥା ଏବଂ ଏଗୁଡ଼ାକ ସବୁ ଅନୁପଯୋଗୀ କଥା। ଆରେ ନା, ଆହୁରି ଗୋଟେ ଉଚ୍ଚତର ଦୃଷ୍ଟି, ଆହୁରି ଗୋଟେ ଉଚ୍ଚତର ଚେତନା, ଗୋଟେ ଉଚ୍ଚତର ଶକ୍ତି, ଉଚ୍ଚତର ଆନନ୍ଦ ପାଇବାଟା ତ ଅଦ୍ଭୁତ କଥା। ଏବଂ ଏଇଟା ହେଉଛି ଗୋଟେ ନୂତନ ଆବିଷ୍କାର। ଏବଂ ଏଟାକୁ ଆମେ ଯଦି ଯେଉଁ କଥାଟା ମୋର ସାମର୍ଥ୍ୟକୁ, ମୋର ଆନନ୍ଦ, ମୋର ଜ୍ଞାନ, ମୋର ଶକ୍ତି, ମୋର ସାମର୍ଥ୍ୟକୁ ଯେଉଁଟା ବଢ଼େଇବ, ସେଟା ତ ତ୍ୟାଯ୍ୟ ନୁହଁ, ସେଟା ଗ୍ରହଣୀୟ। ଏବଂ ଆହୁରି ଆହୁରି ତା ବିଷୟରେ ଗବେଷଣା ଏବଂ ଆହୁରି ଆହୁରି ତା ଭିତରେ ଅନୁସନ୍ଧାନ ଚାଲୁ ରଖିବା ଦରକାର। ତା ଫଳରେ ମୁଁ ଯେଉଁ ଗଭୀର, ଯେତେବେଳେ ମୁଁ ସେ ଅସଲ ସୁପ୍ରିମ୍ ଡିସ୍କଭରି, ଯେତେବେଳେ ମୋର ଅସଲ ସେଇ ସତ୍ୟ ସତ୍ତା, ଦି ଟ୍ରୁ ସବଜେକ୍ଟ, ମୋ ଭିତରେ ଯେ ପ୍ରକୃତ ଯେଉଁ ଯଥାର୍ଥ ବ୍ୟକ୍ତିତ୍ୱ ଏବଂ ମୋର ଭିତରେ ଯେ ପ୍ରକୃତ କର୍ତ୍ତା, ତାଙ୍କୁ ପାଇଲେ ମୋ ଜୀବନଟା ସାର୍ଥକ ହେବ ନା। ଯେତେବେଳେ ମୋର ଆଉ କିଛି ଖୋଜିବାର ନାହିଁ, ମୁଁ ସ୍ୱୟଂ ସମ୍ପୂର୍ଣ୍ଣ, ମୁଁ ପୂର୍ଣ୍ଣ, ମୋର ଅଭାବ କିଛି ନାହିଁ। ଯେଉଁଠି ଅଭାବର ଅଭାବ, ମୋର କୌଣସି ଜିନିଷର ଅଭାବ ନାହିଁ, ତାକୁ ଜାଣିବା ହିଁ ତ ସ୍ଥିତି, ସେ ହିଁ ହେଲେ ଭଗବାନ। ସେ ଗୋଟେ କେମିତି କିଛି ନୁହେଁ ଯେ କିଛି ଗୋଟେ ମନ୍ଦିରରେ ବା ଏମିତି ଗୋଟେ କିଛି ଗୋଟେ ମୋ ଭିତରେ ଅଛନ୍ତି, ମୋ ଭିତରେ ସେ ଅନ୍ତରାତ୍ମା ଅଛନ୍ତି ଏବଂ ସେ ପୂର୍ଣ୍ଣ, ଯେ ଚେତନାରେ ପୂର୍ଣ୍ଣ, ସିଏ ହିଁ ପୁରୁଷ। ଆମର ବ୍ୟାକରଣରେ ଏବଂ ଯେମିତି କହିଲେ ଯେ ସବଜେକ୍ଟ ଆଣ୍ଡ ପ୍ରେଡିକେଟ୍, ଆମର ସଂସ୍କୃତରେ ସେମିତି ପୁରୁଷ ପ୍ରକୃତି ଅଛି ନା ବ୍ୟାକରଣରେ। ସେ ମୋ ଭିତରେ ଯଥାର୍ଥ ପୁରୁଷ କିଏ? ଏବଂ ସେଠି ପ୍ରଥମ ପୁରୁଷ, ମଧ୍ୟମ ପୁରୁଷ, ଉତ୍ତମ ପୁରୁଷ ଅଛି। ସେ ଉତ୍ତମ ପୁରୁଷ ମୋ ଭିତରେ କିଏ? ଏବଂ ତାଙ୍କୁ ଖୋଜିକିରି ପାଇବା, ଏଇଟା ହେଉଛି ସାଧକର ଏବଂ ଆଧ୍ୟାତ୍ମିକ ଲୋକର କର୍ତ୍ତବ୍ୟ ଏବଂ ତାର ଅନୁସନ୍ଧାନ, ତାର ଲକ୍ଷ୍ୟଟା। କିନ୍ତୁ ବୁଦ୍ଧି ଦେଖ, ବୁଦ୍ଧି ଏଠି ମାନେ ଛକି କାଟି ଦେଉଛି। ଏଇଗୁଡ଼ାକ ସବୁ ମିଥ୍ୟା, ଏଇଟା ଆକାଶ କଇଁଆ, ଚିଲିକା ମାଛ, ଏଇଗୁଡ଼ାକ ଜିନିଷ, ଏଇ ପାଗଳଙ୍କର ଯେମିତି ଗୋଟେ ପ୍ରଳାପ, ଏଇ କୁଆଡ଼େ କ'ଣ କ'ଣ ଅଛି, ଯାହା ନ ଦେଖିବ ବେନି ନୟନେ ପରତ ନ ଯିବ ଗୁରୁ ବଚନେ, ଇଏ କ'ଣ ସବୁ କଥା। ଏଇଠି ଶ୍ରୀଅରବିନ୍ଦ ଆମକୁ ଏଇ କଥା କହିବାରେ ଆମକୁ ସତର୍କ କରିଦେଉଛନ୍ତି ଯେ ଜଣେ ବୁଦ୍ଧିବାଦୀ ଲୋକ ଏମିତି କଥାଟା କହୁଛନ୍ତି ମଧ୍ୟ, କିନ୍ତୁ ଜଣେ ଅଧ୍ୟାତ୍ମବାଦୀ ତା ଦ୍ୱାରା ପ୍ରଭାବିତ ହେବ ନାହିଁ। ଏବଂ ଯେଉଁ ଜିନିଷଟା ମୋ ପାଇଁ ଉତ୍କୃଷ୍ଟତର, ଆଉ ଯେଉଁ କଥାରେ ମୋର ତୃପ୍ତି ଅଛି ଏବଂ ମୋର ସେଥିରେ ଆଗ୍ରହ ଅଛି, ମୁଁ ସେଇ ବାଟରେ ଚାଲିବି ଏବଂ ସେଇଟା ମୋ ପାଇଁ ମୂଲ୍ୟବାନ, ସେଇଟା ମୋ ପାଇଁ ଗୋଟେ ଏମିତିଆ ଥ୍ରୋ ଆୱେ ଜିନିଷ ନୁହଁ। ଆଚ୍ଛା, ତାହେଲେ ଏ ପ୍ରସଙ୍ଗରେ ମାଙ୍କୁ ପଚରା ହେଇଛି, what Sri Aurobindo means by the miracle of human reason। ବୁଦ୍ଧିର ଯେଉଁ ବିଷୟ ମାଙ୍କୁ ପଚରା ହେଇଛି, ଏଇ ଯେଉଁ ମିରାକଲ ଅଫ୍ ହ୍ୟୁମାନ ରିଜନ, ମାନୁଷୀ ବୁଦ୍ଧିର ଏଇ ଯେଉଁ ଚମତ୍କାରିତା କହିଲେ ଏଇଟା କ'ଣ ବୁଝାଯାଏ ଏବଂ ଯେଉଁ ଶ୍ରୀ ଅରବିନ୍ଦ ଏ କଥା ଲେଖିଛନ୍ତି ସେଥିରୁ କ'ଣ ବୁଝାଯାଏ। ଆଉ ସେଥିରେ ସିଏ କହିଲେ ଯେ ଯେଉଁ ବିଷୟରେ ବୁଦ୍ଧିର ଦଖଲ ନାହିଁ,
ଆଉ ସବୁ ବିଷୟରେ ଗୋଟେ ମନ୍ତବ୍ୟ ଦେବା ତାର ଗୋଟେ ରୀତିମତ ଅଭ୍ୟାସ। ତା ଦୃଷ୍ଟିକୋଣ ଅନୁଯାୟୀ ସେ ଯାହା ଭାବିଲା ଗୋଟେ କହିଦେଲା। ଏଇଟା ହିଁ ହେଉଛି ପ୍ରକୃତରେ ସେ ବିଷୟରେ ନିର୍ବୋଧ। କିନ୍ତୁ ନିର୍ବୋଧ ଥାଇ ଗୋଟେ ବୁଦ୍ଧିଆ ଲୋକ ବୋଲି ନିଜକୁ ଭାବି ସିଏ ତା ବିଷୟରେ ଯେଉଁ ଏମିତି ଗୋଟେ କହିଦେଉଛୁ ଯେ ଏଗୁଡ଼ାକ ହେଉଛି ଦୃଷ୍ଟି ବିଭ୍ରମ, ହାଲୁସିନେସନ୍, ଏମିତି ଗୋଟେ କହିଦେବା, ଏଇଟା ହେଉଛି ତାର ଏଇଟା ହିଁ ସେଇ ଚମତ୍କାରିତା। କିଛି ତାର ସେ ବିଷୟରେ ଧାରଣା ନାହିଁ, ଅନୁଭବ ନାହିଁ, ଆଉ ଏମିତି ଗୋଟେ ଫିଙ୍ଗା ଫୋପଡ଼ା କରି ଏମିତି ଗୋଟେ କହିଦେଲା ଯେ ଏଗୁଡ଼ାକ ହେଉଛି ଦୃଷ୍ଟି ବିଭ୍ରମ। ଦି ମ୍ୟାଟେରିଆଲିଷ୍ଟ କହିଲେ ସେ ଦୁଇଟା ଶବ୍ଦ କହିଲେ ଏଠି ଯେଉଁ ସେମାନଙ୍କର କହିଲେ କିଏ, ସେମାନେ କିଏ ନା ଦି ମ୍ୟାଟେରିଆଲିଷ୍ଟ, ଦ ସାଇଣ୍ଟିଷ୍ଟ, ବସ୍ତୁବାଦୀ ଲୋକମାନେ, ଯେଉଁ ବିଜ୍ଞାନ କହିଲେ ଯେଉଁମାନେ ଖାଲି ତର୍କ ବୁଦ୍ଧି ବା ଗୋଟେ ସ୍ଥୂଳ ଜିନିଷ ଉପରେ ନିର୍ଭରଶୀଳ, ସେଇଭଳି ଲୋକମାନେ, ଅରେ ଇନ୍ ଏ ଜେନେରାଲ ୱେ ଦୋଜ୍ ହୁ ବିଲିଭ୍ ଇନ୍ ଫିଜିକାଲ ରିଆଲିଟି, ଯେଉଁମାନେ କେବଳ ସ୍ଥୂଳ ଜଗତଟାକୁ ବାସ୍ତବ ବା ଏକମାତ୍ର ଜଗତ ବୋଲି ବିଶ୍ୱାସ କରନ୍ତି, and consider human reason to be the infallible judge, ସେମାନେ ଭାବନ୍ତି ଯେ ସବୁଠୁ ମାନେ ତ୍ରୁଟିହୀନ ବିଚାରକ ଏବଂ ଏକଦମ ନ୍ୟାୟ ବିଚାରକ ହେଲା ବୁଦ୍ଧି। ବୁଦ୍ଧିଠୁ ବଢ଼ିକିରି ଆଉ ବଡ଼ ଆଉ କିଛି ନାହିଁ। And they speak here at the possessions that belong to the worlds other than the physical, all the experiences that one can have in subtle domains, from the sense perceptions of the vital world to the bliss of divine presence. ये जो गोटाए स्थूल जगतर ऊर्धरे आहुरी केते जो अंतराल जगत अच्छी स्तर पर स्तर, श्री अरविंद ट्राभेलर्स ऑफ द वर्ल्ड्स ट्राभेलर ऑफ द वर्ल्ड्स जो विश्व पर्यटक सावित्री महाकाव्यर बुक 2 जो 15टा कैंटो अच्छे जे केते आमर ये स्थूल जगतर अंतराल रे यार तलकू यार उपरकू सूक्ष्म केते जे जगत अच्छी, प्राणर जगत, निम्न प्राण, उच्चतर प्राण, निम्नतर मन, उच्चतर मन, एवं तापरे आत्मा एवं आहुरी जो बृहत्तर आलोकित जगत सब केते 15टा कैंटरे एक गभीर भाव में एवं आम तलकू मध्य जो निश्चेतन अवचेतन जगत सब ये सब वर्णना अच्छे। एवं यही जो खूब तो निकटरे आमर जो प्राण जगत अच्छी इंडिपेंडेंटली अच्छे, आम भितर प्राण अच्छे, गोटे स्वतंत्र प्राणमय जगत अच्छे, सेठू सच्चिदानंद जगत पर्यंत ए भीतर ए स्तर रु से स्तर पर्यंत जिते सब तार से सब जगतर जो प्रभाव एवं तार जो प्रतिछाया प्रभाव सेटा को तो हालुसिनेशन बोली कहउछन ना कि ता मध्य आहुरी एक वास्तवता, आहुरी एक उच्चतर वास्तवता, जो मैंने से विषय अनुसंधान करुछंती, साधना करुछंती, तांका पई सेटा वास्तव, कहीं से सब जगत भीतर से प्रवेश करुछंती बा तार प्रभाव को अनुभव करुछंती। आ सेटा को ये कहि दो ये माने कहउछंती एटा हालुसिनेशन, एवं सेटा को से तार तर्क रे उड़े दउछ ये उडा को सेमती किछ नाही, एटा सब मिछ। एटा कथा एमती नुह। अच्छा मोटामोटी ए कारिकाटार कथा या थिला। पुणी से हालुसिनेशन को लेकर परवर्ती कारिकाटी अच्छी जो तेरे श्री अरविंद निजे पुणी ताको आहुरी टिके गभीर भाव तांकर मंतव्य दउछन्ती, तांकर दृष्टिकोण को पुणी उपस्थापन करछन्ती। हालुसिनेशन is the term of science for those irregular glimpses we still have the truth shut down from us by our preoccupation with matter. Coincidence for the curious touches of artist in the work of that supreme and universal intelligence, which in its conscious being, as on a canvas, has planned and executed the world. यार ओडियाटी है ओडिया भाषांतर आमे वस्तु कहले जो बाह जगत रे ओतप्रोत जड़ित रहिबा हेतु जेउ सब सत्य आमठू लुचि रहिछि
ଯେତେବେଳେ ସେସବୁର କିଛି ଝଲକ ଆମ ଆଗରେ ଭାସି ଉଠେ, ବିଜ୍ଞାନ ତାକୁ ଦୃଷ୍ଟି ବିଭ୍ରମ ଆଖ୍ୟା ଦିଏ। ପୂର୍ବ କାରିକାରେ ଏ କଥା ମଧ୍ୟ ଥିଲା ଏବଂ ଏଇଟାକୁ ମଧ୍ୟ ମୁଁ କହିସାରିଛି ଯେ ଆହୁରି ଯେଉଁ ଅନ୍ତରାଳ ଜଗତ ରହିଛି, ଉର୍ଦ୍ଧ୍ୱ ଜଗତ ରହିଛି, ଆମେ ଯେହେତୁ ଏଇ ବାହ୍ୟ ଜଗତ ଜଡ଼ ଜଗତ ସହିତ ବେଶୀ ଭାବରେ ଜଡ଼ିତ, ଆମ ସ୍ଥୂଳ ଇନ୍ଦ୍ରିୟ ଆଖିରେ କାନରେ ଆମେ ଯାହା ଶୁଣିଲୁ ଦେଖିଲୁ ବା ଯାହା ଆମ ଜିହ୍ୱାରେ ଆମର ପଞ୍ଚ ଜ୍ଞାନେନ୍ଦ୍ରିୟରେ ଆମେ ଯାହା ସବୁ ଅନୁଭବ କଲୁ ସେଇଟାକୁ ସତ୍ୟ ବୋଲି ଆମେ ଭାବୁଛୁ। କିନ୍ତୁ ଏହାର ଉର୍ଦ୍ଧ୍ୱରେ ଆହୁରି ସବୁ ବହୁତ ଜଗତ ଲୁଚିକିରି ଅଛି। ଯେତେବେଳେ ସେସବୁର କିଛି କିଛି ଝଲକ ଆମ ଆଗରେ ଭାସି ଉଠେ, ବିଜ୍ଞାନ ତାକୁ ଦୃଷ୍ଟି ବିଭ୍ରମ ଆଖ୍ୟା ଦିଏ, ହାଲୁସିନେସନ୍ ବୋଲି ସେଇଟାକୁ ସେ କହୁଛି। ପରମ ଏବଂ ମହାଜାଗତିକ ପ୍ରଜ୍ଞାର ଯେଉଁ ଶିଳ୍ପୀ, ଆଚ୍ଛା ଏ ସବୁ ଜଗତ ସୃଷ୍ଟି କରିଛନ୍ତି କିଏ? ପରମ ଭଗବାନ। ସିଏ ଓହୋ, ଯେମିତି ଜଣେ ଖୁବ୍ ଧନୀ ଲୋକ, ତାର ଏଠି ଘର ଅଛି, ଆଉ ଦିଲ୍ଲୀରେ ଘର ଅଛି, ତାର ଆମେରିକାରେ ଘର ଅଛି, ସାରା ସୃଷ୍ଟିଟାକୁ ଯିଏ ରଚନା କରିଛନ୍ତି, ସବୁ ଜଗତକୁ ରଚନା କରିଛନ୍ତି, ସବୁ ପ୍ରାଣୀଙ୍କୁ ରଚନା କରିଛନ୍ତି, ସୃଷ୍ଟି କରିଛନ୍ତି। ଆଚ୍ଛା ସିଏ ତ ଏଇ ସ୍ଥୂଳ ସୂକ୍ଷ୍ମ ସବୁକୁ ସେ ସୃଷ୍ଟି କରିଛନ୍ତି। ତେଣୁ ସିଏ ଏଇ ଯେଉଁ ଅଦ୍ଭୁତ କର୍ମା, ଆମେ କିଏ ବିଭିନ୍ନ ଶବ୍ଦରେ କିଏ କହେ ତାକୁ ବ୍ରହ୍ମ, ବା ସିଏ ହେଉଛନ୍ତି ସୁପ୍ରିମ ମଦର, ବା ସିଏ ହେଉଛନ୍ତି ବିଭିନ୍ନ ଧର୍ମର କିଏ ହେଉଛନ୍ତି ସିଏ ହେଉଛନ୍ତି ସେ ପରମ ଶିବ, ସିଏ ହେଲେ ସେ ମହାବିଷ୍ଣୁ, ବା ସିଏ ହେଲେ ପରମ ବ୍ରହ୍ମ। ବିଭିନ୍ନ ଅନ୍ୟାନ୍ୟ ଧର୍ମରେ ମଧ୍ୟ ତାଙ୍କର ଅଲଗା ଅଲଗା ପରିଭାଷା ସବୁ ଅଛି। ଆଚ୍ଛା ସେ ମଧ୍ୟ ସେ ଜଣେ ଶିଳ୍ପୀ ହେଇପାରନ୍ତି, ସେ ଜଣେ ଚିତ୍ରକର ହେଇପାରନ୍ତି, ସେ ଜଣେ ମ୍ୟୁଜିସିଆନ୍ ହେଇପାରନ୍ତି। ତାଙ୍କ ଆଗରେ ସୃଷ୍ଟିଟା ତାଙ୍କ ଆଗରେ ସେଇଭଳି ଗୋଟେ ମ୍ୟୁଜିକ୍, ବା ସେ ଯଦି ଜଣେ ଚିତ୍ରଶିଳ୍ପୀ ହେଇଥାନ୍ତି, ଏ ସବୁ ଜଗତଟା ହେଉଛି ତାଙ୍କର ଏକ ଚିତ୍ର। ଓହୋ, ସିଏ ଯାହା, ତାଙ୍କୁ ତ ଗୋଟେ ସିଏ ଏହା ହେଇପାରିବେ ଏହା ହେଇପାରିବେନି ବୋଲି ଆମେ କହିପାରିବାନି, ଏବଂ ସିଏ ଯାହା ଚାହିଁବେ ତାହା ହେଇପାରିବେ। ତେଣୁ ଏଇ ଯେଉଁ ସମଗ୍ର ସୃଷ୍ଟିଟାକୁ ଏଇ ସ୍ଥୂଳ ସୂକ୍ଷ୍ମ ଯେତିକି, ଏଇଟାକୁ ଯଦି ଏଇ ସବୁ କଲା କିଏ, ସୃଷ୍ଟି କଲା କିଏ? ତେଣୁ ଏଠି ଭଗବାନ ଯଦି ତାଙ୍କୁ ଯଦି ସେ ସୁପ୍ରିମ ଆର୍ଟିଷ୍ଟ ହୁଅନ୍ତି, ଆଉ ଯେଉଁ ଆର୍ଟିଷ୍ଟଙ୍କର ସୁପ୍ରିମ ଇଣ୍ଟେଲିଜେନ୍ସ ମଧ୍ୟ ଅଛି, ସିଏ ତାଙ୍କର ରଚନାତ୍ମକ ତାଙ୍କର ତୁଳିରେ ଏ ସବୁ ଅଙ୍କନ କରିଛନ୍ତି, ସାରା ସୃଷ୍ଟିଟାକୁ ସେ ବିହାଣ କରିଛନ୍ତି, ସେ ତାକୁ ସର୍ଜନା କରିଛନ୍ତି, ସେ ତାକୁ ତିଆରି କରିଛନ୍ତି। ସିଏ ହେଲେ ସେ ସ୍ଥପତି, ଶ୍ରେଷ୍ଠ ସ୍ଥପତି ବା ଶିଳ୍ପୀ, ବା ସେ ଚିତ୍ରକର, ସେ ସବୁ ଆଙ୍କିଛନ୍ତି। ପରମ ଏବଂ ମହାଜାଗତିକ ପ୍ରଜ୍ଞାର ଯେଉଁ ଶିଳ୍ପୀ ସଚେତନ ଭାବରେ ଏକ ପଟ ଉପରେ ଅଙ୍କନ କଲା ଭଳି ଏ ପୃଥିବୀର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତାଙ୍କ ତୁଳି ନିଃସୃତ ଅବୋଧ୍ୟ ରେଖାକୁ ଆକସ୍ମିକ ଯୋଗାଯୋଗ ଆଖ୍ୟା ଦିଏ। କିଏ? ଏଇ ଯେଉଁ ବୁଦ୍ଧିବାଦୀ ଲୋକଟା, ଯିଏ ସାଧାରଣ ଚେତନାରେ ଅଛି, ସିଏ ଭାବୁଛି ଯେ, ତ ଏଠି ସ୍ପଷ୍ଟ ଭାବରେ ସେ କହିଲେ ଯେ ଆମ ଯେଉଁ ସୀମିତ ବୁଦ୍ଧି, ମୁଁ କ'ଣ ସବୁ କରିଛି, ମୁଁ ଏ ପାହାଡ଼ ପର୍ବତ ନଦୀ ନାଳ ଏ ଆକାଶ ବତାଏ ସିଏ ସବୁ ମୁଁ ସୃଷ୍ଟି କରିଛି। ଏ ଯେଉଁ କେତେ ପ୍ରକାର ଫୁଲ, କେତେ ପ୍ରକାର ପ୍ରାଣୀ, କେତେ ପ୍ରକାର ଜୀବଜନ୍ତୁ ସବୁ ମୁଁ କରିଛି। ଜଣେ କିଏ ସେମିତି ପରମ ଜ୍ଞାନ ସମ୍ପନ୍ନ ଆଉ ପ୍ରତିଭା ସମ୍ପନ୍ନ ପ୍ରଜ୍ଞା ସମ୍ପନ୍ନ, ତେଣୁ ଗୋଟେ ମହାଜାଗତିକ ପ୍ରଜ୍ଞା ଅଛି, ଯେଉଁ ପ୍ରଜ୍ଞାରୁ ଏସବୁ ଜିନିଷ ସୃଷ୍ଟି ହେଇଛି। ୟାସ୍ମିନ୍ ପ୍ରସୂତା ପ୍ରଜ୍ଞା ପୁରାଣୀ, ସେ କେତେ ଗୋଟେ ବିଜ୍ଞାନୀ ଲୋକ ଏବଂ କେତେ ଗୋଟେ ଚେତନାର, ଯିଏ ଏଇ ବୈଚିତ୍ର୍ୟମୟ ଏଇ ସୁନ୍ଦର ବିଶ୍ୱକୁ ଯେ ସୃଷ୍ଟି କରିଛନ୍ତି। ଆଚ୍ଛା ତାଙ୍କ ତୁଳନାରେ ମୁଁ କିଏ, ମୋ ବୁଦ୍ଧି ବା ସିଏ ସାଗର ହେଲେ ମୁଁ ଗୋଟାଏ ବିନ୍ଦୁ, ମୁଁ କ'ଣ ସେ ବିଷୟରେ ମନ୍ତବ୍ୟ ଦେବି ଯେ ଏଗୁଡ଼ାକ ହାଲୁସିନେସନ୍, ସେସବୁ ଯାହା କରିଛନ୍ତି। ଏବଂ ଯିଏ ଯେଉଁ ପରମ ଶିଳ୍ପୀ ଅଛନ୍ତି, ତାଙ୍କ କୃପାରୁ ଯିଏ ତାଙ୍କୁ ଖୋଜୁଛି, ଯେଉଁ ସାଧକ ତାଙ୍କୁ ଖୋଜୁଛି, ଯେଉଁ ଆତ୍ମା ତାଙ୍କୁ ଖୋଜୁଛି, ବା ତାଙ୍କର ପ୍ରତିନିଧି ସ୍ୱରୂପଙ୍କ ଭିତରେ ଯେଉଁ ଆତ୍ମା ଅଛନ୍ତି, ତାଙ୍କର ଯଦି କିଛି ଅନୁଭୂତି ଆସିଲା ସେଇ ପରମ ଶିଳ୍ପୀଙ୍କ ସମ୍ପର୍କରେ, ସେ ଯଦି ତା ଦୃଷ୍ଟିରେ ବା ତା ଅନୁଭୂତିରେ ଟିକେ ଧରା ଦେଲେ,
ବା ସିଏ ଯଦି ତାଙ୍କର କିଛି ସ୍ପର୍ଶ ପାଇଲା, এটা তো ଗୋଟେ ଅଦ୍ଭୁତ କଥା, ତାର ଚେତନାର ଏଇଟା ଗୋଟେ ପ୍ରଗତି ଏବଂ ସେଇଟା ଗୋଟେ ସେଇଟା କ'ଣ ହାଲୁସିନେସନ୍। ଏବଂ ହାଲୁସିନେସନ୍ କହିକି ସାଧାରଣ ଜଣେ ବୁଦ୍ଧିବାଦୀ ଲୋକ, ଜଡ଼ବାଦୀ ଲୋକ ବା ସେ ଜଣେ ବୈଜ୍ଞାନିକ ହେଇପାରେ, ସେ ଡାକ୍ତର ହେଇପାରେ, ସିଏ ଏଟାକୁ ହାଲୁସିନେସନ୍ କହି ଏଟାକୁ କାଟିଦେଲେ ଏ କଥାଟା ଠିକ୍, ତାର ଏ ବିଷୟରେ କହିବାର ଯୋଗ୍ୟତା ଅଛି। କିନ୍ତୁ ଏହା ତ ସେ ଭଗବାନଙ୍କର ସୃଷ୍ଟି ଏବଂ ସିଏ କଥାକୁ ଆଚ୍ଛା। ତାପରେ ଜଣେ ଚିତ୍ରକର ଯେତେବେଳେ ଗୋଟେ ଚିତ୍ର ଅଙ୍କନ କରେ, ଆଗ ଗୋଟେ ରଫ୍ ମାରେ, ତାପରେ ସେଠୁ ପୁଣି ଯେଉଁଟାକୁ ରଫ୍ ଅଛି ସେଟାକୁ ପୁଣି ବିଭିନ୍ନ ସେଟ୍ ଫେଟ୍ ଦେଇକରି ପୁଣି ରିଟଚ୍ କରେ, ଏସବୁ କରେ। ଆଚ୍ଛା, ଯେଉଁ କଥାଟାକୁ ଯେ ସେ କରିଦେଇଛି ଯେ ସେଟା ଫାଇନାଲ୍ ନୁହଁ, ସେଟା ଯେ ମଧ୍ୟ ଆହୁରି ତାର ମଧ୍ୟ ଆହୁରି ଡେଭଲପମେଣ୍ଟ ଅଛି। ଏବଂ ସମୁଦାୟ ସୃଷ୍ଟିଟା କେତେ ଗୁଡ଼ା ଟାଇପାଲ୍ ୱାର୍ଲଡସ୍ ଅଛି, କିନ୍ତୁ ପୃଥିବୀ ଭଳି, ପୃଥିବୀ ଯେମିତିକା ଏଇଟା ହେଉଛି ବିବର୍ତ୍ତନଶୀଳ। ଏଇଟା ଯେ ଗୋଟେ ଏମିତି ଗୋଟେ ଫିକ୍ସ ଟାଇପ୍ର ରହିଛି ଆଉ କିଛି ବଦଳିବନି ତାହା ନୁହଁ, ଏଠି ମଧ୍ୟ କେତେକ ଜିନିଷ ବଦଳୁଛି। ତ ସେମିତି ଗୋଟେ ଆର୍ଟିଷ୍ଟ ତା ଆର୍ଟଟା ପୁରା ଯାହା କରିଦେଲା, ଥରେ ବ୍ରସ୍ ମାରିଦେଲା, ସେଟା କମ୍ପ୍ଲିଟ୍ ନୁହଁ, ସେଟା ମଧ୍ୟ ଆହୁରି ଟିକେ ସେ ଡେଭଲପ୍ କରୁଛି, ଆହୁରି କେମିତି ସୁନ୍ଦର ହେବ, ଆହୁରି କେମିତି ସୁନ୍ଦର ହେବ। ଯେମିତି ଯେଉଁ ସାବିତ୍ରୀ ମହାକାବ୍ୟରେ ଉପରେ ଯେଉଁ ସବୁ ହୁତାଙ୍କର ଯେଉଁ ସବୁ ଚିତ୍ର ଅଙ୍କନ ସବୁ କରିଛନ୍ତି, ମା ପ୍ରଥମେ କ'ଣ ହେବ ତାର ଗୋଟେ ରଫ୍ ସ୍କେଚ୍ କରିଦିଅନ୍ତି, ତାପରେ ଇଏ ତାଙ୍କ ଷ୍ଟୁଡ଼ିଓରେ ଯାଇକି ତାକୁ ବିଭିନ୍ନ ପ୍ରକାର ଡେଭଲପ୍ କରି ରଙ୍ଗ କେଉଁଠି କେଉଁ ରଙ୍ଗ ଦିଆଯିବ, ଆଉ କ'ଣ କ'ଣ କଲେ ସେଟା କ'ଣ କରାଯିବ, ସେସବୁ କରନ୍ତି। କରିକି ଫାଇନାଲ୍ ମାଙ୍କୁ ଦେଖାନ୍ତି, ମା ପୁଣି ଫାଇନାଲି ଆପ୍ରୁଭ୍ କରନ୍ତି, ଇଏ କରନ୍ତି। ତ ସେଇଭଳି ସିଏ କେତେକ କଥାକୁ ରିଟଚ୍ କରନ୍ତି, ଆହୁରି ସେଟାକୁ ଡେଭଲପ୍ କରନ୍ତି। ତ ଏଇସବୁ ବିଷୟରେ ସାଧାରଣ ଲୋକଟା, ବୁଦ୍ଧିବାଦୀ ଲୋକଟା, ସିଏ କ'ଣ ବୁଝିବ ଏବଂ ସିଏ କି ମନ୍ତବ୍ୟ ଦେବ ଏବଂ ତା ମନ୍ତବ୍ୟର କି ମାନେ ଅଛି। ଏବଂ କାହିଁକିନା ସିଏ ବାହ୍ୟ ଜଗତ ସହିତ ଓତପ୍ରୋତ ଭାବରେ ଜଡ଼ିତ ଏବଂ ଏଇ ଆହୁରି ଅନ୍ତରାଳରେ ବହୁତ କଥା, ଯିଏ ହେଉଛନ୍ତି ସେ ଅଦ୍ଭୁତ କର୍ମା, ଯିଏ ହେଉଛନ୍ତି ସେ ବିଶ୍ୱକର୍ମା, ଯିଏ ହେଉଛନ୍ତି ସେ ଦିବ୍ୟ ଶିଳ୍ପୀ, ସିଏ କ'ଣ ତାଙ୍କୁ ଭେଟିଛି ଏବଂ ତାଙ୍କର ପ୍ରତିଭା ଯାହା ଏବଂ ତାଙ୍କର ତାଙ୍କୁ ଯେଉଁ କାରିଗରୀ ବା ତାଙ୍କର ଯେଉଁ ହସ୍ତଗତ ଦକ୍ଷତା, ୟାର କ'ଣ ଅଛି, ଇଏ କ'ଣ ସେଇଭଳି କରିଦେଇପାରିବ? ସୋ ମୁଁ ଆଉ ସେ ୟା ଭିତରେ ଯେଉଁ ବ୍ୟବଧାନ ଅଛି, ଚେତନାଗତ ବ୍ୟବଧାନ ଅଛି, ସେସବୁ ବିଷୟରେ ମୋର କିଛି ପରିଚୟ ନାହିଁ ଏବଂ ମୁଁ ସେଇ କଥା ଗୁଡ଼ାକ ଦୃଷ୍ଟି ବିଭ୍ରମ ବୋଲି ମୁଁ କହିଦେଇକରି ସେଗୁଡ଼ାକ ସବୁ ଏଡ଼େଇ ଦେବି ଏବଂ ସେଗୁଡ଼ାକ ସବୁ କାଟି ଦେଇପାରିବି। ମାଙ୍କର କେହି ଜଣେ ଏଟାକୁ ଜଣେ ଏଠି ଶ୍ରୀବୃନ୍ଦ ଗୋଟେ କଥାଟାକୁ ସିଧା ସିଧା ଭଗବାନ ବୋଲି କହିନାହାନ୍ତି, ତାଙ୍କୁ ଗୋଟେ ଆର୍ଟିଷ୍ଟ ବୋଲି କହିଛନ୍ତି। ତେଣୁ ମୁଁ ସେଟା ସେ ଇଂରାଜୀଟା ଆଉ ଥରେ ପଢ଼ିଲେ ସେଟା ଜଣାପଡ଼ିବ ଯେ ହାଲୁସିନେସନ୍, ଏଇଟା 14 ନମ୍ବର, ହାଲୁସିନେସନ୍ ଇଜ୍ ଦ ଟର୍ମ ଅଫ୍ ସାଇନ୍ସ ଫର୍ ଦୋଜ୍ irregular glimpses we still have the truth shut down from us। ଇରେଗୁଲାର ଗ୍ଲିମ୍ସ କେତେବେଳେ ମୋର ସ୍ୱପ୍ନରେ ବା କ'ଣ ଯେ ସାଧକ ସେ କେତେବେଳେ ଏସବୁ ଜିନିଷ ପଡ଼ିଛି, ଆହୁରି ଗୋଟେ ସୁନ୍ଦର ଜଗତ ଦେଖିଲି, ଆହୁରି ଗୋଟେ ଏମିତି ଚମତ୍କାର ସୂର୍ଯ୍ୟ ଦେଖିଲି, କେତେ ସବୁ ତାର ସ୍ୱପ୍ନରେ ସବୁ ବିଭିନ୍ନ ପ୍ରକାର ସବୁ ଦେଖେ। ତେଣୁ ଏଇଟା ଯଦି ଇରେଗୁଲାର ଗ୍ଲିମ୍ସେସ୍, ତାର ସବୁ ଏସବୁ ଜିନିଷର ସବୁ ଝଲକ ସେ ପାଏ, ବେଳେବେଳେ ପାଏ, ତା ସୂକ୍ଷ୍ମ ଦୃଷ୍ଟିରେ ସବୁ କଥା ଦେଖେ। By our preoccupations with matter, ଆମେ ବେଳେବେଳେ ଜଡ଼ ସହିତ ବେଶୀ ଜଡ଼ିତ ବୋଲି ଏଇଗୁଡ଼ାକର କିଛି ସୁରାକ ପାଏ ନା, କିନ୍ତୁ ଯେ ଆଧ୍ୟାତ୍ମିକ ସାଧକ ସିଏ ଏସବୁ ଜିନିଷର ପରିଚୟ ପାଏ। Coincidence for the curious touches of an artist in the work of that supreme and universal intelligence which in its conscious being as on a canvas and canvas has planned and executed the world। जो से कारीगर ये सब ए सृष्टि सरी नहीं, प्रत्येक दिन से शिल्पी तांको काम लगी एवं केमती से शिल्पी करूचंती सेटार जदि मते टिके मो अंतर्दृष्टि जदि मुझे किसी देखीदे पार्ली, किसी अंश देखीदे पार्ली, इरेगुलर ग्लिम्सेस बराबर नुह गोटे ये सामयिक भाव में मुझे तार किसी गोटे सेमती अद्भुत जिनसर मो स्वप्न किसी देखिली, यहाँ तो हालुसिनेसन नुह,
ଏଇଟା ହେଉଛି ଗୋଟେ ପ୍ରକୃତରେ ଗୋଟେ ଉଚ୍ଚତର ସେ ଉଚ୍ଚତର ଜିନିଷର ମୁଁ ଗୋଟେ ଦର୍ଶନ ପାଇଲି ଏବଂ ଏଇଟା ହେଉଛି ମୋର ଗୋଟେ ଉଚ୍ଚତର ମୁଁ ଗୋଟେ ସେଇ ଉଚ୍ଚତର ପ୍ରତିଭାର ଅଧିକାରୀ ହେଲି ବା ମୁଁ ଏଇଟା ଗୋଟେ ଅଦ୍ଭୁତ ବା କିଛି ଏଇଟା କିଛି ଗୋଟେ ଅଲୋଡ଼ା କଥା କିଛି ନୁହଁ। ତେବେ ଯାହା ହଉ ଏଇ ଯେ ପଶ୍ଚାତରେ ଜଣେ ଏଇ ଯେଉଁ ଶିଳ୍ପୀ କାମ କରି ଚାଲିଛନ୍ତି ସେ ଯେଉଁ ଆର୍ଟିଷ୍ଟ ଶବ୍ଦ ବ୍ୟବହାର କଲେ ଏଠି ସିଧା ସିଧା ଭଗବାନଙ୍କ ନାଁଟା ଉଲ୍ଲେଖ କରିନାହାନ୍ତି। ତ ଏଇଠି ଏଇ କାରିକାଟିରେ ଆର୍ଟିଷ୍ଟ କହିଲେ କ'ଣ ବୁଝନ୍ତି ବୋଲି ମାଆଙ୍କୁ ପ୍ରଶ୍ନ ହେଇଛି କିଏ ସେ ଆର୍ଟିଷ୍ଟ? ୟାର ସ୍ପଷ୍ଟ ଉତ୍ତର ଦେଇଛନ୍ତି ସେ ଆର୍ଟିଷ୍ଟ ହେଲେ ସେ ଭଗବାନ ହେଲେ ସେ ଆର୍ଟିଷ୍ଟ। ସିଧା ତାଙ୍କ ନାଁଟା ବ୍ୟବହାର ନ କରିକି ଗୋଟେ ଆର୍ଟିଷ୍ଟର ଏଇଟା ହେଉଛି ସମଗ୍ର ବିଶ୍ୱଟା ହେଉଛି ଗୋଟେ ତାଙ୍କର ଏକ ସୃଷ୍ଟି ବା ତାଙ୍କର ଗୋଟେ ଶିଳ୍ପ ବା ଗୋଟେ କ୍ୟାନଭାସ୍ ଉପରେ ସେ ସବୁ ଚିତ୍ର ଅଙ୍କନ କରିଛନ୍ତି ବୋଲି ଏଇ ଯେଉଁ ଆର୍ଟିଷ୍ଟ ହେଲେ ପ୍ରକୃତରେ ସେ ହେଉଛନ୍ତି ସେ ଭଗବାନ। ହି ଇଜ୍ ଦ ସୁପ୍ରିମ୍ ଆର୍ଟିଷ୍ଟ, ହି ମେ ବି ଦ ସୁପ୍ରିମ୍ ମ୍ୟୁଜିସିଆନ୍। ତେଣୁ ସିଏ କ'ଣ ନ ହେଇପାରିବେ? ସିଏ ଜ୍ଞାନର ଶ୍ରେଷ୍ଠ, ଶକ୍ତିର ଶ୍ରେଷ୍ଠ, ଶିଳ୍ପ ଯେତେ ବିଦ୍ୟା ଅଛି ସବୁ ବିଦ୍ୟାରେ ସେ ଶ୍ରେଷ୍ଠ, ସବୁ ବିଦ୍ୟା ତାଙ୍କଠୁ ଆସିଛି। ପୁଣି ସେ ହାଲୁସିନେସନ୍ କଥାକୁ ନେଇକରି ପୁଣି ପରବର୍ତ୍ତୀ କାରିକା 15 ନମ୍ବର ଦ୍ୟାଟ୍ ହୁଇଚ୍ ମେନ୍ ଟର୍ମ ହାଲୁସିନେସନ୍। ପୁଣି ସେ କଥାଟାକୁ ସବୁ କାରିକା ଭିତରେ ଏଇ ଯେଉଁଟା ହାଲୁସିନେସନ୍ ଶବ୍ଦକୁ ନେଇକରି ପ୍ରଥମ 13 ନମ୍ବର କାରିକାରେ ଯାହା କହିଥିଲେ 14 ନମ୍ବରରେ ତାକୁ ଆଉ ଟିକେ ସ୍ପଷ୍ଟ କଲେ। ଏବଂ ଏଇଟା ହେଉଛି ମାନେ ଆମେ ସାଧାରଣ ଜଡ଼ ଜଗତ ସହିତ ସଂଶ୍ଳିଷ୍ଟ ଥିବା ହେତୁ ଆଉ ସେଇ ଆମ ଚକ୍ଷୁର ଅନ୍ତରାଳରେ ଆମ ଲୁଚି ରହିଥିବା ସେଇ ଯେଉଁ ଉଚ୍ଚତର ଜଗତ ଅଛି ତାର ବେଳେବେଳେ ଇରେଗୁଲାର ଗ୍ଲିମ୍ପସେସ୍ ସାମୟିକ କିଛି ଆମକୁ ଦୃଶ୍ୟ ହୁଏ, ଯେଉଁମାନେ ଯିଏ ସାଧକ ତାକୁ କିଛି ଦୃଶ୍ୟ ହୁଏ ଏବଂ ସେ ଯେଉଁଟାକୁ ସେମାନେ ହାଲୁସିନେସନ୍ ବୋଲି କହିଛନ୍ତି ବୁଦ୍ଧିବାରୀମାନେ। ଆଉ ତାକୁ ଆହୁରି ସ୍ପଷ୍ଟ କରୁଛନ୍ତି 15 ନମ୍ବର କାରିକାରେ। That which main term hallucination is the reflection in the mind and senses of that which is beyond our ordinary mental and sensory perception. Superstition arises from the mind's wrong understanding of these reflections. There is no other hallucination. ପୁଣି ହାଲୁସିନେସନ୍ଟାକୁ ଆହୁରି ସ୍ପଷ୍ଟ ଭାବରେ କହିଲେ ଏବଂ ତାର ଓଡ଼ିଆ ଅନୁବାଦ ଏପରି ହେବ। ମଣିଷ ଯାହାକୁ ଦୃଷ୍ଟି ବିଭ୍ରମ ଆଖ୍ୟା ଦିଏ ତାହା ଆମ ସାଧାରଣ ମନ ଓ ଇନ୍ଦ୍ରିୟାନୁଭୂତିର ବାହାରେ ଥିବା ବାସ୍ତବତାର ଆମ ଇନ୍ଦ୍ରିୟ ମନ ଉପରେ ପ୍ରତିଫଳନ ମାତ୍ର। ମନର ଭୁଲ ବୁଝାବୁଝିରୁ ଅନ୍ଧବିଶ୍ୱାସ ଜନ୍ମ ନିଏ, ଅନ୍ୟ କୌଣସି ଦୃଷ୍ଟି ବିଭ୍ରମ ନାହିଁ। ମାନେ ଯେମିତିକା ଗୋଟେ ଯଦି ନିର୍ମଳ ଗୋଟେ ପୋଖରୀର ସ୍ଥିର ଜଳ ଉପରେ ଯେମିତି ଆକାଶରେ କ'ଣ ଅଛି ସେ ଦିବସ ହେଉ ବା ରାତ୍ରି ହେଉ, ଯଦି ଚନ୍ଦ୍ର ଅଛି କି ତାରା ଅଛନ୍ତି କି ଆକାଶରେ ମେଘ ସୃଷ୍ଟି ହେଇଛି ଯେମିତି ଜଳରେ ତାର ପ୍ରତିଛାୟାଟା ପଡ଼େ। ଯଦି ସେ ଜଳ ସ୍ୱଚ୍ଛ ଥିବ ସ୍ଥିର ଥିବ ସେମିତିକା ଆମେ ଯେଉଁ ସାଧାରଣ ବାହ୍ୟ ମନ ପ୍ରାଣ ଶରୀର ଚେତନାରେ ଅଛି ଏଇଟା ଯଦି ସ୍ଥିର ଶାନ୍ତ ଏବଂ ସ୍ୱଚ୍ଛ ଯେତିକି ଅଛି ୟାର ଊର୍ଦ୍ଧ୍ୱରେ କ'ଣ କ'ଣ ଅଛି ତାର ପ୍ରତିଛାୟା ତାର ପ୍ରଭାବ ନିଶ୍ଚୟ ପଡ଼ିବ। ଏବଂ ଯେଉଁ ଲୋକ ସେଟାକୁ ଅନୁଭବ କରିଛି ସେ ଯଦି ତାକୁ ପ୍ରକାଶ କଲା। ଆମ ଭାରତ ବର୍ଷରେ ଯେତେ ସବୁ ଦେବାଦେବୀଙ୍କର ମୂର୍ତ୍ତି ସବୁ ଅଛି ବା ଯେତେ ସବୁ ତାର ବର୍ଣ୍ଣନା ଅଛି କିଏ ନା କିଏ ଜଣେ ଋଷି ବା ଜଣେ ସାଧକ ବା ଜଣେ ମୁନି ବା ଜଣେ କିଏ ସେମିତି ଭଗବାନଙ୍କୁ ଦେଖିଛି ନା। ଆମର ଯାହାର ମହେଞ୍ଜୋଦାର ହରପ୍ପା ଏସବୁ କେତେକ ଜାଗାରେ ସବୁ ଯେଉଁ ବୌଦ୍ଧ ଭିକ୍ଷୁମାନେ ଯେଉଁମାନେ ତାଙ୍କ ସୂକ୍ଷ୍ମ ଦୃଷ୍ଟିରେ ସବୁ କେତେକ କଥା ଦେଖିକି ସେଇମାନେ ସ୍ଥୂଳରେ ସବୁ ତାର ଅଙ୍କନ କରିଛନ୍ତି ନା। ଏବଂ ଜଣେ ଚିତ୍ରଶିଳ୍ପୀ ମଧ୍ୟ ଜଣେ ଯୋଗୀ ହେଇପାରେ ଏବଂ ତାର ଅନ୍ତର୍ଚକ୍ଷୁରେ ଗୋଟେ ଜିନିଷ ଦେଖିଛି ସେ ସେଟାକୁ ସ୍ଥୂଳ ରୂପ ଦେବା ପାଇଁ ଚେଷ୍ଟା କରୁଛି। ତ ସେଇଭଳି ଆଉ ଦେବାଦେବୀ ବା ଯେଉଁ ସୂକ୍ଷ୍ମ ସତ୍ତାମାନେ ସେମାନେ ଆହୁରି ସୁନ୍ଦର ଆହୁରି ଜ୍ୟୋତିର୍ମୟ ଏବଂ ତାଙ୍କୁ ପୁରା ସ୍ଥୂଳରେ ତାଙ୍କୁ ଚିତ୍ରରେ ପ୍ରକାଶ କରିବା ମଧ୍ୟ ସହସାଧ୍ୟ ନୁହଁ ଏବଂ ସେଇଟା ମଧ୍ୟ ଯାହାହେଲେ ବି ଆଂଶିକ ବୋଲି ଧରାଯିବ।
ତେବେ ଯାହା ହଉ ଏଇ ଯେଉଁ ପ୍ରଭାବ ଉଚ୍ଚତର ଜଗତର ଯେଉଁ ପ୍ରଭାବ ପଡ଼େ ଆମର ତାର ଯେଉଁ ପ୍ରତିଫଳନ ଆମ ମନ ଆଉ ଆମ ଇନ୍ଦ୍ରିୟ ମାଧ୍ୟମରେ ତାର ଯେଉଁ ପ୍ରତିଫଳନ ହୁଏ ଭଗବାନ ଆନନ୍ଦମୟ। ହଠାତ୍ ମୋ ହୃଦୟ ଭିତରୁ ସେଇ ଆନନ୍ଦଟା ମୋ ଭିତରେ ପୁଲକିତ ହୋଇ ଉଠିଲା ବା ତାଙ୍କର ସ୍ପର୍ଶ ମାତ୍ରକେ ମୋ ଭିତରେ ଗୋଟେ ଅଦ୍ଭୁତ ଆନନ୍ଦ, ଅଦ୍ଭୁତ ଶକ୍ତି, ଅଦ୍ଭୁତ ଆଲୋକ, ଅଦ୍ଭୁତ ଚେତନାର ଜାଗରଣ ହେଲା। ଏଇଟାକୁ ତ ମୁଁ ସମ୍ପୂର୍ଣ୍ଣ ଭାବରେ ଏଇଟାକୁ ମୁଁ ତ ମିଥ୍ୟା କହିପାରିବିନି, ଏଇଟା ମୋ ପାଇଁ ଏକ ବାସ୍ତବତା। ତେଣୁ ଏଇ ସ୍ଥୂଳ ବାସ୍ତବତା ପଶ୍ଚାତରେ ଯେଉଁଠି ଗୋଟେ ଯେତେ ଜଗତ ଅଛି ସେ ବି ବାସ୍ତବ, ତା ଭୂମିରେ ସେ ବାସ୍ତବ ଏବଂ ତେଣୁ ଅନେକ ବାସ୍ତବତା ଅଛି। ମୋର ସେଇ ଚକ୍ଷୁ ଖୋଲିନି ବା ଯେମିତି ମୁଁ କହୁଥିଲି ଯେ ଏଇ ମନ ପଶ୍ଚାତରେ ଆଉ ଏକ ମନ ଅଛି, ଆଉ ଏଇ ପ୍ରାଣ ପଶ୍ଚାତରେ ଆଉ ଏକ ପ୍ରାଣ ଅଛି, ଆଉ ଏ ଶରୀର ପଶ୍ଚାତରେ ଆଉ ଏକ ଶରୀର ଅଛି, ମଣିଷ ଭିତରେ ଗୋଟେ 12ଟା ଶରୀର ଅଛି। ଏବଂ ତେଣୁ ପ୍ରତ୍ୟେକ ସ୍ତରର ତାର ଭିନ୍ନ ଭିନ୍ନ ଇନ୍ଦ୍ରିୟ ଅଛି। ଯେମିତି ସ୍ଥୂଳ ଶରୀରର ସ୍ଥୂଳ ଇନ୍ଦ୍ରିୟ ଅଛି, ସ୍ଥୂଳ ଆଖି ଅଛି, ସ୍ଥୂଳ କର୍ଣ୍ଣ ଅଛି, ସ୍ଥୂଳ ଅଛି, ସେମିତି ତା ଉର୍ଦ୍ଧ୍ୱରେ ବା ତା ପଶ୍ଚାତରେ ଆହୁରି ଯେଉଁ ଜଗତ ଅଛି ତାର ବି ସ୍ୱତନ୍ତ୍ର ଇନ୍ଦ୍ରିୟ ଅଛି, ସୂକ୍ଷ୍ମ ଇନ୍ଦ୍ରିୟ ଅଛି। ତାଠୁ ଯେ ଉର୍ଦ୍ଧ୍ୱରେ ତାର ମଧ୍ୟ ସ୍ୱତନ୍ତ୍ର ଇନ୍ଦ୍ରିୟ ଅଛି। ସେ ସ୍ୱତନ୍ତ୍ର ଇନ୍ଦ୍ରିୟ ଦ୍ୱାରା ଜାଣିପାରିବ ସେ କଥାଟା ନା, ସ୍ପଷ୍ଟ ଭାବରେ ଜାଣିପାରିବ। କିନ୍ତୁ ମୁଁ ତଳେ ଥାଇକିରି ଉର୍ଦ୍ଧ୍ୱ ଜିନିଷଟା ବା ଦୂର ଜିନିଷ ଦେଖିଲେ ମୋର ଚକ୍ଷୁର କ୍ଷମତା ଅନୁଯାୟୀ ମୋର ବା ତ୍ରୁଟି ଅନୁଯାୟୀ ମୋତେ ସେଇଟା ଭିନ୍ନ ଦେଖାଯାଇପାରେ ଏବଂ ମୁଁ ତାର ଭୁଲ ଅବତାରଣା କରିପାରେ। ଆଚ୍ଛା, ତେବେ ଯାହା ହଉ ମୁଁ ଯେଉଁ ସ୍ତରରେ ଏବେ ଅଛି ଏବଂ ମୋ ଉର୍ଦ୍ଧ୍ୱରେ ଯେଉଁ ଜିନିଷ ଅଛି ତାର ପ୍ରତିଫଳନଟାକୁ ଏଇଟାକୁ ହିଁ ତାର ପ୍ରତିଫଳନ ନେଇକି ମୋ ଭିତରେ ଯେଉଁ ଅନୁଭବ ହେଲା ସେଇଟାକୁ ସାଇଣ୍ଟିଷ୍ଟ ମାନେ ବା ଏମାନେ ହାଲୁସିନେସନ୍ ବୋଲି କହିଛନ୍ତି। ଆଚ୍ଛା, ତ ପ୍ରକୃତରେ ସେଇଟା ପ୍ରକୃତରେ ଏକ ବାସ୍ତବତା ଏବଂ ସେଇ ବାସ୍ତବତାଟା ଏକଦମ ସଠିକ୍ ଭାବରେ ମୋର ବର୍ତ୍ତମାନର ଯେଉଁ ଇନ୍ଦ୍ରିୟ ଅଛି, ବର୍ତ୍ତମାନର ଯେଉଁ ଜ୍ଞାନ ସଂଗ୍ରହର ବା ଯେଉଁ ନିମିତ୍ତ ଅଛି, ମୁଁ ଏକ୍ଜାକ୍ଟଲି ସେଇ ଜିନିଷଟାର ମୋର ଚେତନାର ତାକୁ ଯେତେବେଳେ ମୁଁ ଇଣ୍ଟରପ୍ରିଟ୍ କରିବାକୁ ଯାଉଛି ହୁଏତ ସେଇ ଜିନିଷ ଅଛି, ତାର ଗୋଟେ ପ୍ରତିଫଳନ ପଡ଼ିଲା। ମୁଁ ଯେତେବେଳେ ତାକୁ ବ୍ୟାଖ୍ୟା କରିବାକୁ ଯିବି, ବର୍ଣ୍ଣନା କରିବାକୁ ଯିବି ଅନ୍ୟ ଆଗରେ, ମୋ ସ୍ତରକୁ ନେଇକରି ସେଟା ପୁରା ଠିକ୍ ନ ହୋଇପାରେ। ମୁଁ ସେଥିରେ ଆଉ କିଛି ମିଶି ମାସି ଦେଇକରି ମୁଁ କ'ଣ ଆଉ ତାକୁ ଗୋଟେ ମାନେ ତିଳକୁ ତାଳ କରିଦେଇକରି ବି କହିଦେଇପାରେ। ମୁଁ ଆଉ ଟିକେ କ'ଣ ମିଶେଇ ମାସିକି କହିଦେଇପାରିଲି। ତାକୁ ମୁଁ କିଭଳି ଭାବରେ ଇଣ୍ଟରପ୍ରିଟ୍ କରୁଛି, ମାନେ ଏଇଠି ଶ୍ରୀବୃନ୍ଦ ଆମକୁ ଗୋଟେ ସଚେତନ କରାଉଛନ୍ତି ଯେ ଅନ୍ତରାଳ ଜଗତ ଅଛି ଏବଂ ସେ ଅନୁଭବ ମଧ୍ୟ ଆସେ ଏବଂ ସେଇଟା ବୁଦ୍ଧିବାଦୀ ବା ତର୍କବାଦୀ ଲୋକ, ଜଡ଼ବୁଦ୍ଧି ସମ୍ପନ୍ନ ଲୋକ, ଜଡ଼ବାଦୀ ଲୋକ ସେଟାକୁ ହାଲୁସିନେସନ୍ ବୋଲି କହୁଛି। ତାହା କହିବାର କିଛି ଅର୍ଥ ନାହିଁ। ଏସବୁ ଜଗତ ଅଛି, କିନ୍ତୁ ମୁଁ ସେଇ ଜଗତକୁ ଆରୋହଣ କରି ତା ସହିତ ତା ଚେତନା ସହିତ ମୋ ଚେତନା ସମାନ ସ୍ତରରେ ନ ରହିଲେ ମୁଁ ତାକୁ ଯଥାର୍ଥ ଭାବରେ ଇଣ୍ଟରପ୍ରିଟ୍ କରିପାରିବିନି, ଯଥାର୍ଥ ଭାବରେ ଦେଖିପାରିବିନି ଏବଂ ଏଇଠି ଗୋଟେ ଭୁଲ ହେଇଯିବ। ମୁଁ ନିମ୍ନ ସ୍ତରରେ ଥାଇ ଉଚ୍ଚତର ଜିନିଷ ଉପରେ ଯେତେବେଳେ ବ୍ୟାଖ୍ୟା ଦେବାକୁ ଯାଏ ସେଥିରେ ଭ୍ରାନ୍ତି ରହିବାର ସମ୍ଭାବନା ଅଛି ଏବଂ ଅତିରଞ୍ଜନ ରହିବାର ସମ୍ଭାବନା ଅଛି। ସେଇଠି ମଧ୍ୟ ଗୋଟେ ସୁଡୋ ସବଜେକ୍ଟିଭିଜମ୍ ବୋଲି କହିଛନ୍ତି। ସବଜେକ୍ଟିଭିଜମ୍ ହେଉଛି ଯେ ଆମେ ବର୍ତ୍ତମାନ ବହିର୍ଚେତନାରେ ଅଛି, ଏଇ ଯେଉଁ ଅନ୍ତର୍ଚେତନା ଅଛି, ଅନ୍ତଃସ୍ଫୁରିତ ଜ୍ଞାନ ଅଛି ବା ମୋ ଭିତରେ ଯେଉଁ ଅନ୍ତରରେ ଯେଉଁ ସେ ସତ୍ୟସତ୍ତା ଅଛନ୍ତି, ଯେଉଁ ଅସଲ କର୍ତ୍ତା ଅଛନ୍ତି, ତାଙ୍କୁ ତ ଆବିଷ୍କାର କରିବା ପାଇଁ ମୁଁ ଯେଉଁ ସାଧନା କରିବା ଫଳରେ ମୋର ଭିତରୁ ଯେତିକି ମୁଁ ପ୍ରବେଶ କଲି, ମୁଁ ସେଇଟାକୁ ସବଜେକ୍ଟିଭିଜମ୍ ବୋଲି କୁହନ୍ତି। ମୁଁ ଗୋଟେ ଆଶୟଗତତା ଭିତରେ ପ୍ରବେଶ କଲି। ତ ମୁଁ ଯେପର୍ଯ୍ୟନ୍ତ ଅନ୍ତିମ ଲକ୍ଷ୍ୟ ବା ଶେଷ ଲକ୍ଷ୍ୟ ତାଙ୍କୁ ଆବିଷ୍କାର କରିବା ପର୍ଯ୍ୟନ୍ତ, ତାଙ୍କ ସହିତ ଏକାତ୍ମ ହେଇଯିବା ପର୍ଯ୍ୟନ୍ତ ନ ଯାଇଛି, କୌଣସି ଗୋଟେ ମଝିଲା ସ୍ତରରେ ଏଇଟା ହେଇଗଲା ବୋଲି, ଏଇଠି ମୁଁ ତାଙ୍କୁ ପାଇଗଲି ବୋଲି ସେଇ ଯେଉଁ ପ୍ରତିଫଳନ କଥା, ସେଇଟାକୁ ଏଇଟା ମୋର ପୂର୍ଣ୍ଣ ଦର୍ଶନ, ଏଇଟା ମୋର ଭଗବାନଙ୍କର ଉପଲବ୍ଧି ବୋଲି ତାକୁ ଯଦି ମୁଁ ଘୋଷଣା କରିବି କୌଣସି ଗୋଟେ ମଧ୍ୟବର୍ତ୍ତୀ ସ୍ତରରେ ସେ ସର୍ବୋଚ୍ଚ ପାବଚ୍ଛରେ ନ ପହଞ୍ଚିକିରି କୌଣସି ଅଧପନ୍ତରିଆ ଜାଗାରେ ପହଞ୍ଚିକିରି ସେଇଟାକୁ ସର୍ବସ୍ୱ ବୋଲି ମନେ କରିଦେଲେ ଏଇଠି ଭୁଲ ହେଇଯିବ। ଏବଂ ଏଇ ବିଭିନ୍ନ ପ୍ରକାର ଭ୍ରାନ୍ତି ବା ବିଭିନ୍ନ ପ୍ରକାର ଅସୁବିଧା ମାନେ ସବୁ ଅଛି। ମୁଁ ତାର ଭୁଲ ଅବତାରଣ କରିପାରେ, ମୁଁ ମଝା ମଝି ଜାଗାରେ ରହିପାରେ, ମୁଁ ସେଥିରେ ଆଉ କ'ଣ ତାକୁ ଅତିରଞ୍ଜନ କରିପାରେ, ଏସବୁ ସମସ୍ୟା ଅଛି। କିନ୍ତୁ ସେ ସବୁ ଜଗତ ନିଶ୍ଚିତ ଅଛି,
ସେଠି ଯାହା ଘଟୁଛି ବା ଯାହା କିଛି ହେଉଛି ତାହାର ଯେଉଁ ପ୍ରଭାବ, ମୁଁ କ'ଣ ଭୁଲ ଇଣ୍ଟରପ୍ରିଟେସନ୍ ଦେଲି କି କ'ଣ କଲି ସେଇଟା ହେଉଛି ମୋର ବ୍ୟକ୍ତିଗତ ବା ମୁଁ ତେଣୁ ଯେତେବେଳେ ମୁଁ ସେଇ ଜଗତ ସହିତ ଏକାତ୍ମ ହେଇକରି ସେ ବିଷୟରେ କିଛି କହିବି ବା କିଛି ବର୍ଣ୍ଣନା କରିବି ସେଇଟା ଠିକ୍ ରହିବ। ଏବଂ ସେଇଟା ଭିଜନ୍ କହିଲେ ଏଠି ଦୁଇଟା ଶବ୍ଦ କହିଲେ ଯେ ଭିଜନ୍ ଆଉ ହାଲୁସିନେସନ୍। ଭିଜନ୍ ବି କହିଲେ କ'ଣ, ଏଇଟା କ'ଣ ନା ଭିଜନ୍ ହେଉଛି ଯେ ମୁଁ ସବୁ ଜଗତର ଭିନ୍ନ ଭିନ୍ନ ଭିଜନ୍ ଅଛି। ତାମାନେ ମୁଁ ଯେତେବେଳେ ସେଇ ଚେତନାର ସେଇ ଜଗତକୁ ଉନ୍ନୀତ ହେବି ଆଉ ସେଇ ସୂକ୍ଷ୍ମ ଇନ୍ଦ୍ରିୟକୁ ପ୍ରାପ୍ତ ହେବି, ସେଇଠି ମୁଁ ଏକ୍ଜାକ୍ଟଲି ତାର ଡେଫିନେସନ୍ ଦେଇପାରେ ଏବଂ ତାର ବର୍ଣ୍ଣନା ଦେଇପାରେ ଏବଂ ଠିକ୍ ଜିନିଷକୁ ଠିକ୍ ଭାବରେ ଦେଖିପାରେ। ସେଇଟା ହେଲା ଭିଜନ୍। କିନ୍ତୁ ତାର ଏଇ ମୋର ବର୍ତ୍ତମାନର ମନପ୍ରାଣ ଶରୀର ଉପରେ ତାର ପ୍ରତିଫଳନ ପଡ଼ିଲା ଏବଂ ମୁଁ ଏଇ ଯେଉଁ ଚେତନାର ଯେଉଁ ସ୍ତରରେ ବର୍ତ୍ତମାନ ଅଛି ସେଇ କଥାଟାକୁ ମୁଁ ଯେତେବେଳେ ବର୍ଣ୍ଣନା କରିବାକୁ ଯାଉଛି ସେଥିରେ ମୋର କିଛି ମୋର ସ୍ତରକୁ ନେଇକରି ମୋର ମାନେ ସେଥିରେ ଅତିରଞ୍ଜନ ରହିପାରେ, ଭ୍ରାନ୍ତି ରହିପାରେ। ଏ ବିଷୟରେ ମଧ୍ୟ ସଚେତନ ହେବା ପାଇଁ ରହିଛି ସାଧକକୁ। ଏବଂ ତ ଏଇଥିରେ ସେ କଥାଟି କୁହାଗଲା ଯେ ମଣିଷ ଯାହାକୁ ଦୃଷ୍ଟି ବିଭ୍ରମ ଆଖ୍ୟା ଦିଏ ତାହା ଆମ ସାଧାରଣ ମନ ଏବଂ ଇନ୍ଦ୍ରିୟାନୁଭୂତିର ବାହାରେ ଥିବା ବାସ୍ତବତାର ଆମ ଇନ୍ଦ୍ରିୟ ଓ ମନ ଉପରେ ପ୍ରତିଫଳନ ମାତ୍ର। ଏଇଟାକୁ ସେମାନେ ଏଇ କଥାଟାକୁ ହାଲୁସିନେସନ୍ ବୋଲି କହିଛନ୍ତି। ମନର ଭୁଲ ବୁଝାବୁଝିରୁ ଅନ୍ଧବିଶ୍ୱାସ ଜନ୍ମ ନିଏ। ମୋର ବର୍ତ୍ତମାନର ଯେଉଁ ମନ ଅଛି ସେଇଟା ତ ଏକଦମ ମାନେ ସେ ତ ବିକୃତ ଅବସ୍ଥାରେ ଅଛି ନା, ସେ ବି ଅହଂ ଦ୍ୱାରା ପରିଚାଳିତ ହେଉଛି। ଏବଂ ମୁଁ କ'ଣ କ'ଣ ଟିକେ ଦେଖିଛି ଆଉ ମୁଁ ନିଜକୁ ପ୍ରୋଜେକ୍ଟ କଲି ଯେ ମୁଁ ମୋର ଭଗବାନ ସହିତ ଦର୍ଶନ ହେଇଯାଇଛି, ମୁଁ ଜଣେ ସିଦ୍ଧ ପୁରୁଷ, ମୁଁ ଏମିତି ଏମିତି ଦେଖିଲି। ଏଠୁ ମୋର କିଛି ଗୋଟେ ଚେଲା ଚାମୁଣ୍ଡା କରିକି ସେତିକି ଜିନିଷକୁ ନେଇକରି ମୁଁ ଗୋଟେ ଗୁରୁ ଫୁରୁ କ'ଣ ଚିତା ଚୈତନ୍ୟ ହେଇକରି ମୁଁ ମୋର ଆଶ୍ରମ ଫାଶ୍ରମ କରିକିରି ମୁଁ କ'ଣ କ'ଣ କରିଥିଲି। ଏବଂ ଏଇଠି ମୁଁ ଗୋଟେ ଭ୍ରାନ୍ତି ସୃଷ୍ଟି କରିପାରେ ଏବଂ ଏଇଟା ମୋର ଯଥାର୍ଥ ଉପଲବ୍ଧି ନ ହୋଇପାରେ। ଏବଂ ମୁଁ ସେ କଥାଟାରେ ବିଭିନ୍ନ କଥା ମିଶି ମାସିକିରି ମୋର ସବୁ ମାନେ ଗରିମା ବଢ଼ିବା ପାଇଁ ସବୁ କଥାଟା ମୁଁ କରିଛି। ବା ବେଳେବେଳେ ଅନ୍ୟ ଜଣେ ଲୋକ ଯେମିତି ମୁଁ କହିଲି ଏଇ ଯେଉଁ ଅତୀନ୍ଦ୍ରିୟ ଅନୁଭବ, ଜଣେ ନିଶା ଖାଇ ଦେଇଛି ଆଜିକାଲି ଡ୍ରଗ୍, ଏଇ ଯେଉଁ ଡ୍ରଗ୍ କଥା କହିଥିଲି ଯେ ଡ୍ରଗ୍ ଖାଇକରି ସେ କ'ଣ କ'ଣ ତାର ଦେଖିଲା, ଏଇଟାକୁ ଯଦି ସେମାନେ ଏଇଟାକୁ ତିରସ୍କାର କରିବା ବା ଏଇଟାକୁ ଗ୍ରହଣ ନ କରିବା ଏଥିରେ କିଛି ଭୁଲ ନାହିଁ। ପ୍ରକୃତିରେ ସେଇଟା ତାର ନିଜସ୍ୱ ଠିକ୍ ଉପଲବ୍ଧି ନୁହେଁ। ଗୋଟେ ନିଶା ଖାଇକରି ବା ଗୋଟେ ନିଶାସକ୍ତ ଅବସ୍ଥାରେ ଏମିତି ସବୁ କଥା ଦେଖିଛି, ଏଇଟା ଠିକ୍ ହେଲାନି। ବା ଇଭନ୍ ମୁଁ ଜଣେ ସାଧକ ମଧ୍ୟ କିଛି ଜିନିଷ ଦେଖିଥିଲେ ମଧ୍ୟ ସେଇ ତା ଚେତନାରେ ସେଇ ଜଗତରେ ପ୍ରବେଶ ନ କଲା ଯାଏ ତା ପ୍ରଭାବଟାକୁ ଅନୁଭବ କରିବା ଗୋଟେ କଥା, ସେଇ ଚେତନାରେ ପ୍ରବେଶ କରିକିରି ତା ସହିତ ଏକାତ୍ମ ହେବା ଇଏ ଗୋଟେ ଅଲଗା କଥା। ଏବଂ ତେବେ ଏଇସବୁ ବିଷୟରେ ଆମକୁ ଶ୍ରୀଅରବିନ୍ଦ ସଚେତନ କରିଛନ୍ତି। 15 ନମ୍ବର ମୁଁ ସେ କଥା କହିସାରିଛି। ତାଙ୍କୁ ଗୋଟେ ପ୍ରଶ୍ନ ଜଣେ କିଏ କରିଥିଲା, କ୍ୟାନ୍ ହାଲୁସିନେସନ୍ସ ବି କମ୍ପେୟାର ଟୁ ଭିଜନ୍। ମୁଁ ଭିଜନ୍ କଥାଟା ସ୍ପଷ୍ଟ କରିଥିଲି ଯେ ସେଇ ଜଗତରେ ପ୍ରବେଶ କରିବା ଆଉ ସେଇ ସୂକ୍ଷ୍ମ ଇନ୍ଦ୍ରିୟକୁ ହାସଲ କରିବା, ନିଜ ଭିତରେ ସେଇ ଜିନିଷଟା ଡେଭଲପ୍ କଲେ ମୁଁ ଯେତେବେଳେ ସ୍ପଷ୍ଟ ଭାବରେ ସେଇ କଥାଟାକୁ ସତ୍ୟ ଦୃଷ୍ଟିରେ ସେ କଥାଟାକୁ ସେଇ ସୂକ୍ଷ୍ମ ଇନ୍ଦ୍ରିୟକୁ ସେଇ ଜଗତର ଇନ୍ଦ୍ରିୟକୁ ଯେମିତି ଆମର ଏଇଟା ଗୋଟେ ହ୍ୟୁମାନ୍ ଆମର ବର୍ତ୍ତମାନ ଯେଉଁ ଅଛି ପଞ୍ଚ ଜ୍ଞାନେନ୍ଦ୍ରିୟ ଆମ ଏଇ ସ୍ତରରେ ଅଛି, ଆମର ଯେଉଁ ଆଖି କାନ ଯାହା ସବୁ ପଞ୍ଚ ଜ୍ଞାନେନ୍ଦ୍ରିୟ ଅଛି, ଆମେ ସୁପ୍ରମେଣ୍ଟାଲ ଧରନ୍ତୁ ଗୋଟେ ହେଉଛି ସର୍ବୋଚ୍ଚ ଚେତନା ଏବଂ ଯାହା ପୃଷ୍ଠରେ ବର୍ତ୍ତମାନ କରି ତାର ମଧ୍ୟ ଇନ୍ଦ୍ରିୟ ଅଛି। ଯେତେବେଳେ ଆମ ଭିତରେ ଆମର ରୂପାନ୍ତର ଘଟିବ ଏବଂ ସେ ନୂଆ ଇନ୍ଦ୍ରିୟ ଗୁଡ଼ିକ ତିଆରି ହେବ, ଆମେ ସ୍ପଷ୍ଟ ଭାବରେ ଅତିମାନେ ସହିତ ସଚେତନ ହେଇପାରିବା। ସେଇ କ'ଣ ସବୁ ସେଇ ଚେତନାରେ ଘଟିବାକୁ ଯାଉଛି ବା କ'ଣ ସେଇ ତା ସହିତ ଆମେ ସବୁ ଜାଣିପାରିବା। ଏବଂ ସେଇ ପ୍ରକାର ସେନ୍ସ ଗୁଡ଼ାକ ଆମ ଭିତରେ ମଧ୍ୟ ଡେଭଲପ୍ କରିବ, ସେ ୟାକୁ ରିପ୍ଲେସ୍ କରିବ। ରୂପାନ୍ତର ମାନେ ଏଇ ସେନ୍ସ ଯିବ ସେଇ ସେନ୍ସ ଆସିବ, ଏଇ ଚକ୍ଷୁ ଯିବ ସେଇ ଚକ୍ଷୁ ଆସିବ, ଏଇ ଇନ୍ଦ୍ରିୟ ଯିବ ସେଇ ଇନ୍ଦ୍ରିୟ ଆସିବ। ତେବେ ଯାଇକରି ସେ ମୁଁ ସ୍ପଷ୍ଟ ଭାବରେ ସେ କଥାଟାକୁ ମାନେ ଆଇ ଟୁ ଆଇ ଯେମିତିକା ସେଇ ଜଗତ ଆଉ ମୋର ଯେଉଁ ନୂତନ ଚକ୍ଷୁ ବା ଯେଉଁ ବିକଶିତ ଚକ୍ଷୁ ସେ ସମାନ ସ୍ତରରେ ରହିଲା ଏବଂ ମୁଁ ସେଇ ଜିନିଷକୁ ସ୍ପଷ୍ଟ ଭାବରେ ଅନୁଭବ କଲି। ସେଇଟା ହେଲା ଭିଜନ୍। ସେଇଟା ସ୍ପଷ୍ଟ ଭାବରେ ଦେଖିପାରିଲେ ଏବଂ ତାର ପ୍ରତିଫଳନ, ମୁଁ ନିମ୍ନ ସ୍ତରରେ ଅଛି ସେ ଊର୍ଦ୍ଧ୍ୱରେ ଅଛି, ତାର ଯେଉଁ ପ୍ରଭାବ ପ୍ରତିଫଳନ ରୁ ଯେଉଁ ଅନୁଭବ ଆସିଲା ସେଇଟା ହେଉଛି ହାଲୁସିନେସନ୍। ଏବଂ ଏକଥା ସ୍ପଷ୍ଟ ଭାବରେ ତେବେ ଯାହା ହଉ ସେ କହିଲେ ଏମିତି ହାଲୁସିନେସନ୍ ବୋଲି କହିଲେ କିଛି ଗୋଟେ ଏମିତିକା ଏଟାକୁ ଗୋଟେ ଅତି ଅବଜ୍ଞା କରିବା, ଏଟାକୁ ଏମିତି ଗୋଟେ ତୁଚ୍ଛ ଜ୍ଞାନ କରିବାର କିଛି ନାହିଁ।
ସେଇଟା ହେଉଛି ଏକ ବାସ୍ତବତା। ଏବଂ ଉଚ୍ଚତର ଜଗତ ସେମିତି ଅଛି ଏବଂ ସେ ସବୁ ଜିନିଷକୁ କାହିଁକିନା ସେମାନେ ମଧ୍ୟ ପ୍ରଭାବ ପକାଉଛନ୍ତି ଏବଂ ସିଏ ସୁପ୍ରିମ୍ ଆର୍ଟିଷ୍ଟ। ସବୁ ଜିନିଷ ପଶ୍ଚାତରେ ସିଏ ଆମେ ତାଙ୍କୁ କହିବା ସେ ସୁପ୍ରିମ୍ ଆର୍ଟିଷ୍ଟ, ଆମେ କହିବା ହି ଇଜ୍ ଦ ମ୍ୟାନେଜର ବା ସିଏ ହେଉଛନ୍ତି ସୁପ୍ରିମ୍ ମ୍ୟାନେଜର, ସିଏ ହେଉଛନ୍ତି ସେ ଶ୍ରେଷ୍ଠ ନିୟାମକ, ବା ସିଏ ବିଭିନ୍ନ ନାଁ ମାନେ ଭଗବାନଙ୍କର ସେମିତି ସବୁ ଦେବତାଙ୍କର 1008 ନାଁ ଅଛିଟି, ତମେ ତାଙ୍କର 1008ଟା ହୋ ଆଉ ତାର ଯେଉଁ ଅଧିକ ନାହିଁ ତା ନୁହଁ। ଅନେକ ଦେବଙ୍କର ସବୁ ଅଷ୍ଟୋତ୍ତର ଶତନାମାବଳୀ ଅଛି ନା, ତା ମାନେ ସେତିକିଟା ତାଙ୍କର ବିଭାଗ ଅଛି। ଏବଂ ସିଏ କୌଣସି ଗୋଟେ ନିର୍ଦ୍ଦିଷ୍ଟ ଗୋଟିଏ ବିଭାଗରେ ସୀମିତ ନୁହନ୍ତି। ତ ସେଇଭଳି ଆମେ ତାଙ୍କୁ ମଧ୍ୟ ସୁପ୍ରିମ୍ ଆର୍ଟିଷ୍ଟ ବୋଲି କହିବା ବା କୁହାଯାଇଛି। ପୁଣି ଇଏ ତାଙ୍କୁ ମଧ୍ୟ ତାଙ୍କର ଅନେକ ନାମ ସେ ଅଛି ଏବଂ ସବୁ ନାମରେ ମଧ୍ୟ ସେ ଉର୍ଦ୍ଧ୍ୱରେ, ଏସବୁ ନାମ ଭିତରେ ମଧ୍ୟ ସେ ସୀମିତ ନୁହନ୍ତି। ତଥାପି ତାଠୁ ଆହୁରି ସେ ମହାନ, ତଥାପି ତାଠୁ ସେ ଆହୁରି କିଛି। ତେବେ ଆମେ ମୋଟାମୋଟି ଏଇ ଯେଉଁ ତିନୋଟି କାରିକା ଆଜି 13, 14, 15 ଏଇ ତିନୋଟିରେ ଏଇ ହାଲୁସିନେସନକୁ ନେଇକରି ଏସବୁ କଥା କୁହାଯାଇଛି। ଆଉ ପ୍ରତ୍ୟେକ ଆଧ୍ୟାତ୍ମିକ ସାଧକ ପାଇଁକି ଏଇଟା ମଧ୍ୟ ସମସ୍ତେ ବିଷୟରେ ଅବଗତ ହେବାର ଆବଶ୍ୟକତା ଅଛି। ତେବେ ଯେହେତୁ ଗୋଟେ ଶେଷ କାରିକାରେ କୁହାଗଲା ଯେ ତାର ଗୋଟେ ଭୁଲ ଅବତାରଣା ଜଣେ କରିପାରେ ବା ହେଇପାରେ, ସେଇଥିପାଇଁକି ଗୋଟେ କଥା ମୁଁ ମାଙ୍କର ସ୍ୱର୍ଗ ଗୋଲାପରୁ ଉଦ୍ଧାର କରୁଛି ଯେ ଆମେ ସାଧକ ହିସାବରେ ଯେଉଁଟା ଆମେ ସଚେତନ ହେବା। ଆମେ ତ ଭଗବାନଙ୍କୁ ଯେପର୍ଯ୍ୟନ୍ତ ମୁଁ ଯେପର୍ଯ୍ୟନ୍ତ ସେଇ ଚେତନାକୁ ପ୍ରାପ୍ତ ନ ହୋଇଛି ଏବଂ ମୋର ମନ ପ୍ରାଣ ଶରୀର ଖାଲି ଗୋଟେ ସେମିତି ଗୋଟେ ସୂକ୍ଷ୍ମ ଦୃଷ୍ଟିରେ ବା କ'ଣ ଟିକେ ଦେଖିଦେଲି ତୁ ନୁହଁ, ମୋର ମନରେ ପ୍ରାଣରେ ଶରୀରରେ ଭଗବାନଙ୍କୁ ପ୍ରାପ୍ତ ହେବା ଏବଂ ତାଙ୍କୁ ଅବତରଣ କରି ଆଣିବା ପ୍ରାପ୍ତ କେତେ କଥା ଅଛି। ଏଥିରେ ଆମର ଚୈତ୍ୟ ରୂପାନ୍ତର, ଆଧ୍ୟାତ୍ମିକ ରୂପାନ୍ତର, ଅତିମାନସ ରୂପାନ୍ତର ପର୍ଯ୍ୟନ୍ତ କଥା ଅଛି। ତେଣୁ ଆମେ ଯେମିତି ତାର ଭୁଲ ଅବତାରଣ ନ କରେ ବା କୌଣସି ମାନେ ଅଧିକ ଶକ୍ତିର ଜାଲରେ ନ ପଡ଼ିଯାଏ, ସେଥିପାଇଁକି ଆମର ଯେଉଁ ସବୁ ଏଇ ଅତୀନ୍ଦ୍ରିୟ ଅନୁଭବ ହେବ, ଯେଉଁଟାକୁ ହାଲୁସିନେସନ୍ ବୋଲି ବର୍ତ୍ତମାନ କୁହାଗଲା ଏବଂ ଆଉ ତାଠୁ ଆହୁରି ଭିଜନଟା ଆହୁରି ହାୟର, ଏବଂ ସେଇଟା ଆମେ ଟିକେ ସତର୍କ ରହିବା ଯେ ଯେଉଁ ସବୁ ଅନୁଭବ ମୋ ଭିତରେ ହେଲା, କୌଣସି ଅତୀନ୍ଦ୍ରିୟ ଅନୁଭବ ମୋ ଭିତରେ ହେଲା କି କୌଣସି ଦୃଶ୍ୟକୁ ମୁଁ ଦେଖିଲି, ଯାହା ଶାନ୍ତି, ବିଶ୍ୱାସ, ଆନନ୍ଦ, ସଂଗତି, ବ୍ୟାପକତା, ଐକ୍ୟ ତଥା ଉର୍ଦ୍ଧାୟନ ଅଭିବୃଦ୍ଧି ବହନ କରି ଆଣେ କିମ୍ବା ସୃଷ୍ଟି କରେ, ତାହା ସତ୍ୟରୁ ଆସିଥାଏ। ସୂକ୍ଷ୍ମଭୂମିରେ ମଧ୍ୟ ଦିବ୍ୟସତ୍ତାମାନେ ମଧ୍ୟ ଅଛନ୍ତି, ଆହୁରି ବୃହତ୍ତର ଆକାରରେ ଅଛନ୍ତି, ଆହୁରି ଦୁଷ୍ଟ ମଧ୍ୟ ଅଛନ୍ତି। ଆମେ ପାର୍ଥିବ ଲୋକରେ ଯେଉଁ ଦୁଷ୍ଟଙ୍କୁ ଦେଖୁଛୁ ତାଙ୍କ ସୁପର ଦାଦାମାନେ ମଧ୍ୟ ଆହୁରି ସୂକ୍ଷ୍ମ ଲୋକରେ ମଧ୍ୟ ଅଛନ୍ତି, ସେ ପ୍ରାଣ ଜଗତରେ ମଧ୍ୟ ଅଛନ୍ତି। ତେଣୁ ଆମେ ସବୁଗୁଡ଼ାକ ସେଇ ଦିବ୍ୟ ସତ୍ୟ ବା ସବୁ ସେଇ ଅତିମାନସ ବା ସବୁ ସେଇ ସୁପ୍ରିମ୍ ଆର୍ଟିଷ୍ଟଙ୍କଠୁ ସିଧା ସିଧା ଆସିଛୁ ବୋଲି ଆମେ ଗ୍ରହଣ କରିବା ନାହିଁ। ଏବଂ ପୃଥିବୀ ପୃଷ୍ଠରେ ମା ଏଇଟା 1965 ମସିହା ମା ନିଜେ ହାତ ଯୋଡ଼ିକରି ପ୍ରଣାମ କରି କହୁଛନ୍ତି ସତ୍ୟର ଆଗମନୀକୁ ପ୍ରଣାମ। ଅର୍ଥାତ୍ ପୃଥିବୀ ପୃଷ୍ଠକୁ ସେ ଅତିମାନ ସତ୍ୟ ବର୍ତ୍ତମାନ ଇଣ୍ଟରଭେନ୍ କରୁଛି, ସେ ଶରୀର ଚେତନା ଭିତରେ ପ୍ରବେଶ କରୁଛି ଏବଂ ଶରୀର ଭିତରେ ଯେଉଁ ରୂପାନ୍ତର କ୍ରିୟା ଆରମ୍ଭ କରିବ। ଏବଂ ସେହି ସତ୍ୟର ଏଇ ଯେଉଁ ସତ୍ୟର ଅବତରଣ ମାନେ ଅତିମାନ ସତ୍ୟର ଶ୍ରୀଅରବିନ୍ଦ ତ 1950 ମସିହାରେ ତାଙ୍କର ଶରୀରରେ ଅବତରଣ କରିଥିଲେ ଏବଂ ବିଶ୍ୱ ଚେତନା ପାର୍ଥିବ ଚେତନାର ମାନେ ସୂକ୍ଷ୍ମ ଭୌତିକ ସ୍ତରକୁ 1956ରେ ଅବତରଣ କଲା। ଏ ଯେଉଁ ପୁଣି 1965ରେ ମା କ'ଣ କହୁଛନ୍ତି ସତ୍ୟର ଆଗମନୀକୁ ପ୍ରଣାମ। ତା ମାନେ ଶରୀର ଚେତନା ଭିତରେ ପାର୍ଥିବ ଏଇ ଶରୀର ଚେତନା ଭିତରେ ମଧ୍ୟ ଅତିମାନ ଶକ୍ତି ତାର ରୂପାନ୍ତର କ୍ରିୟା କରିବା ପାଇଁକି ସେ କାର୍ଯ୍ୟ ଆରମ୍ଭ କରୁଛି ଏବଂ ତା ଭିତରେ ସେ ଅନୁପ୍ରବେଶ କରୁଛି। ସେଇ ସତ୍ୟର ଆଗମନୀକୁ ପ୍ରଣାମ ବୋଲି କହିଛନ୍ତି। ତ ସେତେବେଳେ କୁହାଯାଇଛି ଯେ ଏଇ ଯେଉଁ ସତ୍ୟ ଚେତନା ଆସିଛି ପୃଥିବୀ ପୃଷ୍ଠକୁ, ତାର ପ୍ରଥମ କାମ ହେଉଛି ତୁମ ଭିତରେ ସେଇ ଦୃଷ୍ଟିଟାକୁ ସେ ଖୋଲି ସେଇ ଇନ୍ଦ୍ରିୟଟାକୁ ସେ ତିଆରି କରିବ, ଯାହାଫଳରେ ତୁମେ ସତ୍ୟ ମିଥ୍ୟା ଭିତରେ ପ୍ରଭେଦଟା ନିରୂପଣ କରିପାରିବ। ତ ସେଟା ଯେଉଁମାନେ ସେଇ ଦିଗରେ ସାଧନା କରୁଛନ୍ତି ବା ସେଇ ସତ୍ୟ ନିକଟରେ ସେ ଶକ୍ତି ନିକଟରେ ସମର୍ପିତ ହେଇକି ଅଛନ୍ତି, ଧୀରେ ତାଙ୍କ ଭିତରେ ଏଟା ସେ ତିଆରି କରିବ, ଯାହାଫଳରେ ସେଇ ପ୍ରତ୍ୟକ୍ଷ ଦୃଷ୍ଟି ଯେଉଁ ଭିଜନ କହିଲି ଯେ ସେଇ ମାନେ ହୋ ମୁଁ କେଉଁ ଚଷମାରେ ଦେଖୁଛି ଏବଂ କେଉଁ ଚେତନାରେ ଦେଖୁଛି ସେ ଅନୁଯାୟୀ ମୋତେ ସେମିତି ଦେଖାଯାଉଛି ନା। ଏବଂ ସେଇ ସତ୍ୟକୁ ଦେଖିବା ପାଇଁ ହେଲେ ମୋ ଇନ୍ଦ୍ରିୟଟା ମଧ୍ୟ ସେଇ ସତ୍ୟରେ ତିଆରି ହେଇଥିବା ଦରକାର ନା, ଯେ ଦେଖୁଛି ଦୃଶ୍ୟ ଆଉ ଦ୍ରଷ୍ଟା ଆଉ ଯିଏ ଦର୍ଶକ, ଏ ତିନି ଯାକ ସମାନ ଲେଭେଲରେ ରହିଲେ ଯାଇକରି ସତ କଥାଟାକୁ ଠିକ୍ ଠିକ୍ ଭାବରେ ଦେଖିପାରିବେ ଏବଂ ଅବତରଣ କରିପାରିବେ ନା। ତେଣୁ ଆମେ ଏଇଠି ଗୋଟେ ପରିମାପ ନେବା ଯେ କେଉଁଟା ହେଉଛି ଓହୋ
ଯେମିତି ମାନେ ଏଠି ଭାଇ ବସିଛନ୍ତି, ସେ ଦେଖିଦେବେ ଯେ ମୋ ଅକ୍ସିଜେନ୍ ଲେଭେଲ୍ କ'ଣ, ଆଜିକାଲି ସବୁ ପାଇଁ ମିଟର ବାହାରିଛି, ପଲ୍ସ ଅକ୍ସିମିଟର, ସେ ଅମୁକ ମିଟର, ସେଥିରେ ସେ ଦେଖିଦେବେ ଯେ ମୋ ଭିତରେ କେତେ ମାନେ ମୋର ଅକ୍ସିଜେନ୍ ଇନଟେକ୍ କ'ଣ ହେଉଛି। ତ ସେମିତିକା କେଉଁ ସ୍ତରରୁ କେଉଁଟା ଆସୁଛି, ଆଉ ସତ୍ୟର ସ୍ତରରୁ କେଉଁଟା ଆସୁଛି, ମୋର ଯେଉଁ ଅନୁଭବ ହେଲା ସେଇଟା ସତ୍ୟର ସ୍ତରରୁ ଭଗବାନଙ୍କୁ ସିଧା ଭଗବାନଠୁ ଆସୁଛି ତ, ଏବଂ ସତ୍ୟର ସ୍ତରରୁ ଆସିଛି ତ, ସେ ଅତିମାନ ସତ୍ୟର ଚୈତନ୍ୟରୁ ଆସିଛି ତ। ଏଇଥିପାଇଁ କି ଯେପର୍ଯ୍ୟନ୍ତ ଆମ ଭିତରେ ସେ ଇନ୍ଦ୍ରିୟଟା, ଆଉ ମୁଁ ତ ଯଦି ସେଇ ଚେତନାରେ ପହଞ୍ଚିଥାନ୍ତି ଆଉ ସେ ଇନ୍ଦ୍ରିୟ ମୋ ଭିତରେ ଗଢ଼ି ହେଇଥାନ୍ତା, ମୋର ତ ଏ ପ୍ରଶ୍ନ ମୁଁ ପଚାରନ୍ତିନି। ତ ଯେହେତୁ ଆମେ ନିମ୍ନ ଚେତନାରେ ଅଛେ ଏବଂ ଗୋଟେ ଉଚ୍ଚତର ଶକ୍ତିର କ୍ରିୟା ହେଉଛି, ତେଣୁ ଆମେ ଏଇଠି ସଚେତନ ରହିବା ଯେ ଯାହା ଶାନ୍ତି, ବିଶ୍ୱାସ, ଆନନ୍ଦ, ସଂଗତି, ବ୍ୟାପକତା, ଐକ୍ୟ, ଏସବୁ ଭଗବାନଙ୍କ ଜିନିଷ ଏବଂ ସେଇ ପ୍ରକାର ସ୍ପନ୍ଦନ ମୋ ଭିତରେ ସେ ସୃଷ୍ଟି କରୁଛି। ଐକ୍ୟ ତଥା ଉର୍ଦ୍ଧାନ ଅଭିବୃଦ୍ଧି, ଯାହା ମୋତେ ଉର୍ଦ୍ଧ୍ୱକୁ ନେବାରେ ଅଗ୍ରଗତି କରିବାରେ ସାହାଯ୍ୟ କରୁଛି, ବହନ କରି ଆଣେ କିମ୍ବା ସୃଷ୍ଟି କରେ, ତାହା ସତ୍ୟରୁ ଆସିଥାଏ। ଏବଂ ଯାହା ଅସ୍ଥିରତା, ସନ୍ଦେହ, ନାସ୍ତିକ ଭାବ, ଦୁଃଖ, ବିଶୃଙ୍ଖଳା, ସ୍ୱାର୍ଥପର ସଂକୀର୍ଣ୍ଣତା, ଜଡ଼ତା, ନିରୁତ୍ସାହିତା ତଥା ହତାଶା ବହନ କରି ଆଣେ, ସେସବୁ ସିଧା ମିଥ୍ୟା ମଧ୍ୟରୁ ଆସିଥାଏ। 1965 ଜାନୁଆରୀ 22 ତାରିଖରେ ମା ଏକଥା କହିଥିଲେ। ଆଉ ଏକଦମ ଆମର ନିକଟତର ସ୍ତରରେ ଅଛି, ଯେଉଁଟାକି ମୁଁ କହୁଥିଲି ଯେ ଶ୍ରୀ ଅରବିନ୍ଦ ସାବିତ୍ରୀ ମହାକାବ୍ୟରେ ବୁକ୍ 2 ଟ୍ରାଭେଲ୍ ଅଫ୍ ଦି ୱାର୍ଲଡ୍ସରେ ଏ ଗୋଟେ ସଟଲ୍ ଫିଜିକାଲ କଥା କହିଛନ୍ତି। ଆଉ ମୋତେ ଏଇ ଯେଉଁଟାକି ବର୍ତ୍ତମାନ ମା ଶ୍ରୀ ଅରବିନ୍ଦ ମଧ୍ୟ ସଟଲ୍ ଫିଜିକାଲରେ ରହିଛନ୍ତି ଏବଂ ସେଇଠୁ ରହିକରି ମୋତେ ସେ ଅପରେଟ୍ କରୁଛନ୍ତି। ଅତିମାନସ କାହିଁକି କେଉଁ ଉର୍ଦ୍ଧର କଥା, ସଟଲ୍ ଫିଜିକାଲଟା ଏ ଫିଜିକାଲର ବହୁତ ନିକଟରେ ଅଛି, କିନ୍ତୁ ସେ ସଟଲ୍ ଫିଜିକାଲର କଥାଟା ମଧ୍ୟ ଗୋଟେ ଧାଡ଼ି ମୁଁ କହିବି, ଗୋଟେ କଥା ସେଇ ଶ୍ୱେତ ଗୋଲାପରେ କଥା ଅଛି। ଏହି ସୂକ୍ଷ୍ମ ଭୌତିକ ଅଥବା ଯଥାର୍ଥ ଭୌତିକ, ସେଇଟା ପ୍ରକୃତରେ ଟ୍ରୁ ଫିଜିକାଲ, ଏବଂ ଏଇ ଫିଜିକାଲଟା ବିକୃତ, ଆମର ଯେଉଁ ବର୍ତ୍ତମାନ ଯେଉଁ ଶରୀର ବା ଯେଉଁ ଶରୀର ଚେତନାରେ ଆମେ ଅଛି ବା ଏଇଟା ତାର ସେଇ ଟ୍ରୁ ଫିଜିକାଲର ବିକୃତ ରୂପଟା। କିନ୍ତୁ ସେଇ ସୂକ୍ଷ୍ମ ଭୌତିକଟା କ'ଣ? ଏହି ସୂକ୍ଷ୍ମ ଭୌତିକ ହେଉଛି ଏକ ଜଗତ ଯେଉଁଠି ବସ୍ତୁ ସକଳ କେତେକ ପରିମାଣରେ ଏଠାକାର ସ୍ଥୂଳ ଜଗତ ଭଳି ରହିଛି ଏବଂ ଘଟୁଛି, କିନ୍ତୁ ସେ ସବୁ ରହିଛି ଓ ଘଟୁଛି ଏକ ସଂଗତି, ସୌନ୍ଦର୍ଯ୍ୟ ଓ ସତ୍ୟ ମଧ୍ୟରେ। ଏଇ ଫିଜିକାଲଠୁ ସେଇ ଫିଜିକାଲଟା ପରଫେକ୍ଟ, ଏଟା ହେଉଛି ଇମ୍ପରଫେକ୍ଟ, ଏଟା ବିକୃତ, ସିଏ କିନ୍ତୁ ପରଫେକ୍ଟ। ସେଠି ରହିଛି ସେଇ ଯେଉଁ ସଟଲ୍ ଫିଜିକାଲରେ, ଯେମିତି ଆମ ଯୋଗ ଚକ୍ର ଗୁଡ଼ାକ ସବୁ ସଟଲ୍ ଫିଜିକାଲରେ ଅଛି ନା। ଏଇଟାକୁ କ'ଣ ଅପରେସନ୍ କରି ଏଇଟାକୁ ଡିସେକ୍ସନ୍ କରିଦେଲେ ବର୍ତ୍ତମାନ ତା ଭିତରୁ ସେ ଚକ୍ର ଗୁଡ଼ା ବାହାରିବ, ଏଇଟାକୁ ଡିସେକ୍ସନ୍ କରିଦେଲେ ୟା ଭିତରୁ ସୋଲ୍ ବାହାରିବ, ସେ ତାଠୁ ଆହୁରି ସୂକ୍ଷ୍ମ। ତ ସେ ଏନିୱେ ଚକ୍ର ଗୁଡ଼ାକ ସବୁ, ଚକ୍ର ଯୋଡ଼ା ହେଉଛି ଗୋଟେ ଗୋଟେ ଚେତନାର କେନ୍ଦ୍ର ଏବଂ ଶକ୍ତିର କେନ୍ଦ୍ର, ଏବଂ ସେଥିରେ ପ୍ରାଣ କେନ୍ଦ୍ର ଅଛି, ସେଥିରେ ଶରୀରର କେନ୍ଦ୍ର ଅଛି, ଏଇ ଯଥାର୍ଥ ଶରୀରର କେନ୍ଦ୍ର ଏବଂ ମନର କେନ୍ଦ୍ର ଅଛି, ଏସବୁ ଅଛି, ଏବଂ ତାପରେ ଆତ୍ମାର କେନ୍ଦ୍ର ମଧ୍ୟ ଅଛି, ଅତିମାନସର କେନ୍ଦ୍ର ସବୁ ଅଛି। ତେବେ ଏଇ ଯେଉଁଟା ଆମେ ସୂକ୍ଷ୍ମ ଭୌତିକ ବା ସଟଲ୍ ଫିଜିକାଲ, ସିଏ ହେଉଛି କିନ୍ତୁ ସେସବୁ ରହିଛି ଏବଂ ଘଟୁଛି ଏକ ସଂଗତି, ସୌନ୍ଦର୍ଯ୍ୟ ଓ ସତ୍ୟ ମଧ୍ୟରେ, ଯାହାକି ଏପର୍ଯ୍ୟନ୍ତ ପୃଥିବୀରେ ପ୍ରତିଷ୍ଠିତ ହୋଇପାରି ନାହିଁ। ଯାହା ସଟଲ୍ ଫିଜିକାଲରେ ଅଛି ସେଟା ମଧ୍ୟ ସ୍ଥୂଳକୁ ଏପର୍ଯ୍ୟନ୍ତ ପୁରାପୁରି ସବୁ ଜିନିଷଟା ପ୍ରସ୍ଫୁଟିତ ହେବ, ସବୁ ଉର୍ଦ୍ଧ୍ୱ ଜିନିଷ ସବୁ ଏଠି ଅବତରଣ କରି ଆସିବ, ଏବଂ ଏ ସଟଲ୍ ଫିଜିକାଲଟା ଏତେ ସୁନ୍ଦର, ସେଠି ସବୁ ଜିନିଷ ଏତେ ସଂଗତିମୟ, ସୌନ୍ଦର୍ଯ୍ୟମୟ ଆଉ ସତ୍ୟ ଉପରେ ପ୍ରତିଷ୍ଠିତ, ଯାହା ଏପର୍ଯ୍ୟନ୍ତ ଏତେ କ୍ଲୋଜରେ ଥାଇକରି ମଧ୍ୟ ସେ ସବୁ ଜିନିଷ ଆମ ଭିତରେ ପ୍ରକଟିତ ହେଇନି। ଆଉ ସେଇ ଯେମିତି ମାନେ ଆଜିକାଲି ଘାଟି, ବର୍ତ୍ତମାନ ଯଦି ଆକ୍ରମଣ କରିବାକୁ ଚାହେ ଚାଇନା ଉପରେ ଆମେରିକା, ତାର ନୌବହର ଏବଂ ବା ତାର ଆକାଶ ବାହିନୀ ସେସବୁ ଘାଟି ରେଡ଼ି କରିକି ରଖୁଛି। ବର୍ତ୍ତମାନ ଅତିମାନ ଶକ୍ତିର ଏ ସଟଲ୍ ଫିଜିକାଲ ହେଉଛି ଘାଟି, ସେଇଠି ସୀମା ଶ୍ରୀବୃନ୍ଦ ବିରାଜମାନ କରୁଛନ୍ତି ଏବଂ ସେ ଯେଉଁଟାକି ଆମର ଭେରି କ୍ଲୋଜଲି ଅଛି। ତେବେ ଏଇ କଥାଟା ହେଉଛି, ଏହା ସହିତ କଥା କହିବାର ଉଦ୍ଦେଶ୍ୟ ଯେ ଆମେ ଯେଉଁମାନେ ସବୁ ଗୋଟେ ଆଧ୍ୟାତ୍ମିକ ପଥରେ ଅଛି, ଏ କେତେ ନା କେତେ ସବୁ ଅନ୍ତରାଳ ଜଗତ ଅଛି ଏବଂ ଆମର ନିକଟତର ଭୂମିରେ କିଏ ଅଛି, ଏବଂ ବେଳେବେଳେ କାହାର କେବେ କିଛି ନା କେତେବେଳେ କେଉଁ ମୁହୂର୍ତ୍ତରେ କାହା ଭିତରେ କିଛି ନା କିଛି, ସମସ୍ତଙ୍କର କିଛି ନା କିଛି ଗୋଟେ ଅନୁଭୂତି ଅଛି ବା ଅନୁଭୂତି ଆସିବ। ଆଉ ଏ ବିଷୟ କେଉଁଟା ପ୍ରକୃତରେ ଭଗବାନଙ୍କୁ ଆସୁଛି, ହୁଏତ ଜଣେ ଅନ୍ୟ ଲୋକ
ଏଇଟା ଗୋଟେ ବାଉଳାମି ବା ଏଟାକୁ ଗୋଟେ ଦୃଷ୍ଟି ବିଭ୍ରମ କି ହାଲୁସିନେସନ୍ କହିକରି ଏମିତି ବିଭିନ୍ନ ଲୋକ ବିଭିନ୍ନ କଥାକୁ ବେଖାତିର କରିପାରନ୍ତି। କିନ୍ତୁ ଆମେ ଏ ବିଷୟରେ କେମିତି ସଚେତନ ହେବା ଏବଂ ଏ ସମ୍ପର୍କରେ ଆହୁରି ଆଗକୁ ଅଦ୍ଭୁତ କଥା ଆହୁରି ବିସ୍ତୃତ ଭାବରେ ଅଛି। ତେବେ ହାଲୁସିନେସନ୍ ପ୍ରସଙ୍ଗରେ ଏଇ ଯେଉଁ 3ଟି କାରିକା ଆଜି ଥିଲା ଆମେ ତାର ପାଠ କଲେ। ଆଉ ଥରେ ତଥାପି ତାକୁ ମନେ ପକାଇ ଦେବା ପାଇଁ କି ସମୁଦାୟ ଆଲୋଚନା ପାରସ୍ପରିକ ସମ୍ପର୍କ ଏଇ କଥାଟାକୁ ଆଉ ଥରେ ମୁଁ ତାକୁ ପାଠ କରୁଛି। 13 ନମ୍ବର କାରିକା ଥିଲା, they told me these things are hallucinations. I inquired what was a hallucination and found that it meant a subjective or psychical experience which corresponds to no objective or no physical reality. Then I sat and wondered at the miracles of the human reason. ସେମାନେ ମୋତେ କହିଲେ ଏ ସବୁ ଦୃଷ୍ଟି ବିଭ୍ରମ ବୋଇଲେ କ'ଣ ମୁଁ ତାର ସନ୍ଧାନ ନେଇ ବୁଝିଲି ଯେ ତାହା କୌଣସି ବ୍ୟକ୍ତି ନିର୍ଭର ବା ଆଶୟଗତ ବା ସୂକ୍ଷ୍ମ ଚେତନାଗତ ଅଭିଜ୍ଞତା ଯାହା ବ୍ୟକ୍ତି ନିରପେକ୍ଷ ବା ସ୍ଥୂଳ ବାସ୍ତବତା ସହ କୌଣସି ସମ୍ପର୍କ ନାହିଁ। ମଣିଷର ଯୁକ୍ତି କେତେ ବିସ୍ମୟକର ଅଘଟନ ଦେଖାଇ ଦେଇପାରେ ତାହା ହିଁ ଭାବି ମୁଁ ଚମତ୍କୃତ ହେଲି। 14 ନମ୍ବର ଆମେ ଆଲୋଚନା କରିଛେ, hallucination is the term of science for those irregular glimpses we still have the truth shut down from us by our preoccupation with matter. Coincidence for the curious touches of the artist in the work of that supreme and universal intelligence which in its conscious being as on a canvas has planned and executed the world. ଆମେ ବସ୍ତୁ ବା ବାହ୍ୟ ଜଗତରେ ଓତପ୍ରୋତ ଜଡ଼ିତ ରହିଥିବା ହେତୁ ଯେଉଁ ସବୁ ସତ୍ୟ ଆମଠୁ ଲୁଚି ରହିଛି ଯେତେବେଳେ ସେସବୁର କିଛି ଝଲକ ଆମ ଆଗରେ ଭାସି ଉଠେ ବିଜ୍ଞାନ ତାକୁ ଦୃଷ୍ଟି ବିଭ୍ରମ ଆଖ୍ୟା ଦିଏ। ପରମ ଓ ମହାଜାଗତିକ ପ୍ରଜ୍ଞାର ଯେଉଁ ଶିଳ୍ପୀ ସଚେତନ ଭାବରେ ଏକ ପଟ୍ଟ ଉପରେ କାନଭାସଟାକୁ ପଟ୍ଟ କୁହାଯାଇଛି ଅଙ୍କନ କଲା ଭଳି ଏଇ ପୃଥିବୀର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତାଙ୍କ ତୁଳି ନିଃସୃତ ଅବୋଧ ରେଖାକୁ ଆକସ୍ମିକ ଯୋଗାଯୋଗ ଆଖ୍ୟା ଦିଏ। 15 ନମ୍ବର, that which main term hallucination is the reflection in the mind and senses of that which is beyond our ordinary mental and sensory perception. Superstition arises from the mind's wrong understanding of these reflections. There is no other hallucination. ମଣିଷ ଯାହାକୁ ତ୍ରୁଟି ବିଭ୍ରମ ଆଖ୍ୟା ଦିଏ ତାହା ଆମ ସାଧାରଣ ମନ ଓ ଇନ୍ଦ୍ରିୟାନୁଭୂତିର ବାହାରେ ଥିବା ବାସ୍ତବତାର ଆମ ଇନ୍ଦ୍ରିୟ ମନ ଉପରେ ପ୍ରତିଫଳନ ମାତ୍ର। ମନର ଭୁଲ ବୁଝାବୁଝିରୁ ଅନ୍ଧବିଶ୍ୱାସ ଜନ୍ମ ନିଏ, ଅନ୍ୟ କୌଣସି ଦୃଷ୍ଟି ବିଭ୍ରମ ନାହିଁ। ଧନ୍ୟବାଦ।